সর্বশক্তি মহিমা বল দুর্গা দ্বিতীয় অর্ধে যা যা সর্বে দুরন্তু প্রেমানন্দে মহাপ্রভু সর্বাধিক ঘটন করুন আপন মান করো যা যা হরি হরি আজি 2-3 সার মধ্যে কইছন্তি যে আজ্ঞা দেখন্তু আমি সবু বই শুনিছু দ্বিতীয় স্বয়ম্বর দ্বিতীয় নর শুনিনু লোকটা গলা কথা না আপন আଜି যা হেলে যোଉଠି বই রখিবে দাস বাবু তাকু সারিবে দ্বিতীয় নর সারিবে আপন মানে ଯିବେ ହଉ ଆଜ୍ଞା ଆପଣ ମାନଙ୍କର କରୁଣା ଆପଣ ମାନଙ୍କର ଆଶୀର୍ବାଦ ଆଜି ଆଜ୍ଞା ଆପଣ ମାନଙ୍କର ଶ୍ରଦ୍ଧେୟ ଦାସ ବାବୁ ଆଜ୍ଞା ଗାଉଥିଲେ ରାଜସୟ ଯଜ୍ଞ ଆଜ୍ଞା ରାଜସୟ ଯଜ୍ଞ ଗାଉଥିଲେ ଓ ଆପଣ ମାନଙ୍କର ଯୋଉଠୁ ଥାକ ରହିଲା ସେଇଠୁ ଏ ଦିନ ଜଣ ଆପଣ ମାନଙ୍କ ପାଇଁ ଆଜ୍ଞା ଆଗକୁ ଯାଉଛି ଯୁଗାନ୍ତ ମାଘ ଯୁଗାନ୍ତ କାଳ ପ୍ରତି ସଂହୃତା ଗମନ ଜଗନ୍ତି ଯଶାଂସରିକା ସମାସତ স্তর কৈতব দুঃস্তবোধরাভ্যাগম সম্ভবাঙ্গ আজ্ঞা ଆପଣ ମାନଙ୍କର ଆଜ୍ଞା ଭୀମ ଅର୍ଜୁନ ଭଗବାନ କୃଷ୍ଣ 3 ଜଣ ଯାଉଛନ୍ତି ଜରାସନ୍ଧକୁ ନିପାତ କରିବା ପାଇଁ এই বেଳରେ ଆଜ୍ଞା ଭଗବାନ ଶ୍ୟାମ ସୁନ୍ଦର ଯଶୋଦାନନ୍ଦନ ଆଜ୍ଞା ହସି ଦଉଛନ୍ତି ଭକ୍ତମାନଙ୍କର ମଙ୍ଗଳ ପାଇଁ ଯେତେବେଳେ କାର୍ଯ୍ୟ ପଡ଼େ ସେତେବେଳେ ପ୍ରଭୁଙ୍କ ମୁଖଟି ସୁହାସିତ ହେଇଯାଏ ମୁଁ ଆପଣମାନଙ୍କର ସମୟ ଅଳ୍ପ ବୋଲି ମା ପାଖରେ ଆଜ୍ଞା ଚାବର ପାଛୁଡ଼ା କରି ନାହିଁ ସାରେ ଆପଣମାନଙ୍କ ପାଖରେ ଭକ୍ତି ରବୀନ୍ଦ୍ର ଦେଇନେଇ ସିଧାସଳଖ ଆପଣମାନଙ୍କୁ ବିଷୟ ଭିତରକୁ ଆଜ୍ଞା ନେଇଯାଉଛି ବାବୁରେ ଆଜି ଆଜ୍ଞା ଆପଣ ମାନଙ୍କର ସତୀ ଯୁଗରେ ବେଦ ପଢିଥିଲେ ନାରାୟଣ ତ୍ରେତା ଯୁଗରେ ବେଦ ପଢିଥିଲେ ନାରାୟଣ ଦ୍ୱାପର ଯୁଗରେ ବେଦ ପଢିଥିଲେ ନାରାୟଣ ଇଏ କଳି ଯୁଗରେ ବି ବେଦ ପଢିଥିଲେ ଜଗନ୍ନାଥ ରେ ଆଜ୍ଞା ସ୍ୱୟଂ ଜଗନ୍ନାଥ ସତ୍ୟ ଯୁଗରେ ରାଜା ବଳିଙ୍କର ଯଜ୍ଞ ସଦନରେ ବେଦ ପଢିଥିଲେ ଓಂ ତଦେବାଗିନି ତଦାଦିତ୍ୟଂ ତଦବାୟୁ ତଦଚନ୍ଦ୍ରମା ଓ ଦେବ ଶୁକ୍ର ତଦ ବ୍ରହ୍ମଂ ତାପଃ ସ ପ୍ରଜାପତି ଆପଣ ମାନଙ୍କର ସ୍ୱୟଂ ନାରାୟଣ ବାମନ ରୂପରେ ବେଦ ପଢିଥିଲେ ବେଦ ହଉଛି ଅପୁରୁଷେୟ ଆଉ ଆପଣ ମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ହାର୍ଦ୍ଦିକ ପ୍ରାର୍ଥନା ଆପଣ ମାନେ ହଉଛନ୍ତି ଜଗନ୍ନାଥ ଦେଶର ପୁଅ ଆପଣ ମାନେ ଗୋଟିଏ ଯୋଡ଼ିଏ କରି ବେଦର ପବିତ୍ର ମନ୍ତ୍ର ପାଠ କରିବା ଶିଖିବେ ହଜାର କଥା ଶିଖୁଛନ୍ତି ଆଜ୍ଞା 2-4 ଦିନ ଅଭ୍ୟାସ କଲେ ଗୋଟିଏ ଯୋଡ଼ିଏ ବେଦର ମୂଳ ମନ୍ତ୍ରକୁ ଆପଣ ମାନେ ଯଦି ଅନୁଧାବନ କରିବେ ଏ ଜୀବନର ସମସ୍ତ କଳମସ ପଳେଇ ଯିବ ଆଜ୍ଞା ଆପଣ ମାନଙ୍କର ତ୍ରେତା ଯୁଗରେ ମଧ୍ୟ ନାରାୟଣ ବେଦ ପଢିଥିଲେ କେତେବେଳେ ଆଜ୍ଞା ବୋଲେ ସହତ୍ୱା ରାକ୍ଷସାନ ସର୍ବା ଆଜ୍ଞା ଏ ଯଜ୍ଞ ଦୁହାନ ରଘୁ ନନ୍ଦନମ୍ ଋଷି ପୂଜିତ ତତ୍ର ଆଜ୍ଞା ଏ ଯଥେନ୍ଦ୍ର ବିଜୟ ପରା ଯେତେବେଳେ ଆଜ୍ଞା ତାରକାକୁ ମାରିଲେ ସୁବାହୁକୁ ମାରିଲେ ମାରିଚକୁ ଫୋପାଡ଼ି ଦେଲେ ଭଗବାନ ରଘୁନାଥ ଯେତେବେଳେ ରାକ୍ଷସ ମାନଙ୍କର ଉନ୍ମୂଳନ ଘଟିଲା ମୋ ଦୟାମୟ ଯଜ୍ଞ ମଣ୍ଡପରେ ବେଦ ପଢିଥିଲେ ରେ
ଆଜ୍ଞା ସତ୍ୟ ଗଲା, ତ୍ରେତା ଗଲା, ଦ୍ୱାପର ଯୁଗରେ ବେଦ ପଢୁଛନ୍ତି ଆଜ୍ଞା ଆପଣ ମାନଙ୍କର ଜରାସନ୍ଧ ରାଜାଙ୍କର ରାଜ୍ୟଟା ହଉଛି ଆଜ୍ଞା ମଗଧ। ମଗଧ ରାଜ୍ୟର ସିଂହ ଦ୍ୱାରରେ ଛିଡା ହେଇ ଭୁବନ ସୁନ୍ଦର ଭଗବାନ ବେଦ ପଢୁଛନ୍ତି। ଓମ୍ ହିରଣ୍ୟ ଗର୍ଭ ସର୍ବବରଦାଗ୍ରେ ଭୂତସ୍ୟ ଜାତ ପତିରେ କୋଆସ୍ମେ ସୋଦାଧାରୋ ପୃଥିବ୍ୟାଂ ଦ୍ୟାମୁ ଦେବା ତସ୍मै ଦେବାୟ ହବିଷାମହେମ। ବେଦ ପଢିଲେ ଜରାସନ୍ଧ ମାରି ଆସିଲା। ଜରାସନ୍ଧ ମାରି ଆସିଲା। ରାଜା ମାନେ ହଉଛନ୍ତି ବେଦ ପ୍ରିୟ ବାପା। ପଢିଲା ବେଳକୁ ଟିକେ ଫୁଟେଇବ ଭିତରେ ବହୁତ ଶୃଙ୍ଖଳା ନଷ୍ଟ ହବ। କଥାଟା ଶୁଭୁନି ଆଜ୍ଞା। ତେଣୁ ବାପା ବାଣ ଫୁଟୁଥିବା ଆଜ୍ଞା ଯେତେବେଳେ ବେଦ ମନ୍ତ୍ରର ଧ୍ୱନିକି ଶ୍ରବଣ କରୁଛନ୍ତି ମଗଧର ରାଜା ଜରାସନ୍ଧ ମାରି ଆସିଲେ। କହିଲେ କିଏ ତମେ ବ୍ରାହ୍ମଣ? ତମକୁ ଚିହ୍ନିଲା ଭଳି ଜଣା ହଉଛି ତମେ କିଏ? କବି ମାଧବ ଆଜ୍ଞା ଲେଖିଲେ କହିଲେ ଅୟଂ ମୃଗୋଦର ପାରଥମ୍ ହଉ ଉଜ୍ଜଳ ପାଲାର ଅଧିକାରୀ ହଉ, ଭଲ ପାଲା ଗାଅ। ଜୀବନ କାଳ ତର ତରଙ୍ଗମୟ ହଉ, ଆନନ୍ଦମୟ ହଉ। ହଉ ମା ଐଶ୍ୱରକ୍ଷଣ ହୁଅ। ଆରେ ହଉ ରେ ଆଜି ଆଜ୍ଞା ଆପଣ ମାନଙ୍କର ଡାକ ପକେଇଲେ ଭଗବାନ କୃଷ୍ଣ କହିଲେ ହେ ଜରାସନ୍ଧ ଇଏ ହଉଛନ୍ତି ଭୀମ, ଇଏ ହଉଛନ୍ତି ଅର୍ଜୁନ, ଆଉ ମୋର ମାତୁଳ ମୋର ମାମୁଁ ହଉଛନ୍ତି କଂସ। ମତେ ଆଉ ଜାଣିବା ପାଇଁ ବାକି ନାହିଁ। ମାତୁଳ ହମ କଂସ, କଂସ ହଉଛି ମୋର ମାମୁଁ। ତମକୁ ପାଖକୁ ମୁଁ ଆସିଛୁ। କହିଲେ କଣ ପାଇଁ ବେଦ ପଢିଲ? କହିଲେ ଆମେ ଦାନ ପାଇଁ ଆସିଛୁ। ରାଜା ମାନେ ହଉଛନ୍ତି ସତ୍ୟ ପ୍ରିୟ। ସାରେ ଆଜି ଜରାସନ୍ଧ ସତ୍ୟ କରିଦେଇକିନି ଭଗବାନ ଯୁଦ୍ଧ ଦାନ ମାଗିଦେଲେ। ସାରେ ଆପଣ ମାନଙ୍କର ଆଣି ଦିଟା ଗଦା ପହଞ୍ଚିଗଲା ମଗଧର ରାଜା। ଜରାସନ୍ଧ କହିଲେ ଏଇଟା ଛୁଆଟା ଅର୍ଜୁନଟା ମୋ ସାଙ୍ଗରେ ଲଢିବା ପାଇଁ ଯୋଗ୍ୟ ନୁହଁ। ଆଗୁ ହଟାଅ ହଟାଅ ହଟାଅ, ଶୀଘ୍ର ହଟାଉ ଆଜ୍ଞା। ଆପଣ ମାନଙ୍କର ଭୀମକୁ ଆହ୍ୱାନ କରିଲେ ଆପଣଙ୍କର ଯୁଦ୍ଧ କରିବା ପାଇଁ। ଭୟଙ୍କର ଯୁଦ୍ଧ ଲାଗିଗଲା। ଆଜି ଗୋଟିଏ ପଦ ଆଜ୍ଞା କହିଲେ ନିବିରିତ ହେଲା ଜିରେ ଆଜି ଆଜ୍ଞା କ୍ଷତ୍ରିୟ ଜଗତ ମରୁ ହେଲା ବସୁନ୍ଧରା। আজ্ঞা এ নিচ জন মুখে যে উচ্চ ভাষা মান আজি অদিন বড় সাথে নিচ জন ভাষা অদিন বরষা ଦେଇ ପଡ଼ିଲା ଆଜ୍ଞା ଆପଣ ମାନଙ୍କର ବାହୁ ବିକ୍ରମରେ ଜରାସନ୍ଧ। ଭୀମ ମଧ୍ୟ ପ୍ରତିହତ କରିବା ପାଇଁ ପଶ୍ଚାତ ପଦବୀର ନୁହନ୍ତି। ଆପଣ ମାନେ ବିଚାରକ ମଣ୍ଡଳୀ ଆଜି ଲାଗିଗଲା ବୀରଙ୍କର ଯୁଦ୍ଧ ସଂଗ୍ରାମ ଲାଗିଗଲା। ଗଙ୍ଗାଧର ମେହରଙ୍କ ଭାଷାରେ ଆଜ୍ଞା କହିଲେ ଭିଡା ଭିଡି ଗୋଡା ଗୋଡି ଭିଡା ଭିଡି ଗୋଡା ଗୋଡି ଆଜି ଘନ ଘର ଧରି କଚଡ଼ା କଚଡ଼ି ଗୋଡା ଗୋଡି ଆପଣ ମାନଙ୍କର ଆଜ୍ଞା ମେଘ ଗର୍ଜନ ଠାରୁ ଆହୁରି ଭୟଙ୍କର ଶବ୍ଦ ଶୁଭୁଛି। ସେତିକିରେ ରହିଲେନି ଆପଣଙ୍କର ଗଙ୍ଗାଧର ମେହର। ବୋଲେ ରଟ ରଟ ବଟ ବଟ ଆଜ୍ଞା ଚିପା ଚିଠିରେ ଶରୀର ସର୍ବଦାୟ ଆଜ୍ଞା ଚିପା ଚିଠିରେ ଚର୍ମ ଗୁଡାକ ଫାଟି ଆପଣଙ୍କର ରୁଧିର ଧାର ବହି ଯାଉଛି। ଚାଲିଛି ଆଜି ଆପଣଙ୍କର ଭୀମ ଜରାସନ୍ଧଙ୍କର ଲଢେଇ। ବାବୁରେ ଆପଣ ମାନଙ୍କୁ କହିଲେ ଲକ୍ଷ୍ମୀଧର ବାବୁ କହିଲେ ସେ କଣ କହି ଯାଉଛନ୍ତି? ଏଇଖିନା ଖୋର୍ଦ୍ଧାରେ ପୁଣି କଟକରେ ପହଞ୍ଚିଲେନି, କଟକରୁ କେତେବେଳେ ଭଦ୍ରକ ପଳେଇ ଗଲେଣି ଆଜ୍ଞା।
लोक मानू पचारे कौन हो गला कौन हो आज्ञा आम कौन भगवान भी जानी पारूनी ना तांगा मुंड किछि काम करूनी नना कर प्रेशर बढ़ जाई छे सारे पचारिकी जाइली रामंग पादरे 25 चिन्ह कहीकि जदि गंजी था लक्ष्मण राव सुंदर देखा जाए अच्छा अच्छा आउ जोड़ाए शब्द भागवत पचारि जोड़ाए शब्द जे शिशुरोदर परायण शिशुरोदर शब्दर अर्थ जदि कहीकि बड़ भाई की गाड़ी दे था शांति मिली आउ गोटे शब्द आज्ञा जानी एति गर्वित होता आम मरीगला पाला बुड़बनी जोगजन्मा भाई मैंने बाहर आउ गोटे पद पचारि जे उरुक्रम वृषा गपी एवं तो नाम हृदय जपी उरुक्रम जपिले आपण माने सायुज्य मुक्ति पाइबे से उरुक्रम शब्दर अर्थ कौन ए धन आज्ञा जदि पारि था पारिब समय अच्छी समय अच्छी चेष्टा कर पारिब ताहले आमे माने आनंद रे आखि बुझिबु जे आम पाला बंची रहिबो आम पाला क्षत विक्षत हबो नाही आउ जदि खाली गाली दबा अभ्यास करबा पाला किमिति बंचिबो आज रे आज आज्ञा आपण मानकर जरा शब्द कबलित करी भीम को मारी बसी आज्ञा भीम पड़ी जाइछन्ति तळे आपण माने लक्ष्य करिवे एई समय भीम ठारिले कहले हे केशव उपाय कर जरासंधक संगे पारु नाही आज्ञा जरासंधकर बापा हुचन्ति आपण मानकर बृहद्रथ राजा तांकर जोड़िए स्त्री थिले अच्छा अच्छा तांको आज्ञा एई परशुरामंकर बापा जमदग्नि यज्ञ करी आपण मानकर फलटिए बाहर करथिले अच्छा अच्छा आपण माने जानि थिबे आज्ञा हां जो फलटी की आपण माने कोंदी सत्य फल ताकू दुई फाड़ करी खाई देले फाड़ी के छुआ जोड़िए जन्म होइतले बापा फपारी दे जाइतले मसानी दे बापा माने आपण माने मने रखी थांतु ये संसार रे जेते स्थान अछि श्रेष्ठ स्थान होची मसानी से भली जगह खंडे मिलिबनी रे से भली जमी खंडे मिलिबनी ना ना सारे जरा राक्षस जाई पमजी खाइबार कामना ले दीटा जोड़ी दला परे छुआटा कांदी उठिला ताकू बंचैला आउ आशीर्वाद कला जरा राक्षस से कम साधिका नुह सी आशीर्वाद करी खंडे पड़ो समुद्र गर्भरे आउ खंडे पड़ो बड़बा नल ताहले जाइए पुओ जरा सप्त मृत्युवरण कर छोटिया विरारमणि नुहे आपण मानकर आज्ञा जरा तारी आशीर्वाद बाजी आपण मानकर भीम को मारी बसी आज्ञा भगवान तो सबू जानती रे यत्र जोगेश्वर कृष्ण यत्र पार्थ धनुर्धर तत्र सियर विजय भूति आज्ञा ए ध्रुवादि तिरिमति उपाय विनीश्वर भगवान कृष्ण उपाय प्रवीण ठाकुर मोर कृष्ण देई बापा आपण माने तर तर हेबे जदि आज्ञा बसबे ए काम साइला परे देखिबी द्वितीय नल को सारी देबी आज मिछ कहूनी सारे दुई तीन बाबू जाइली गाँव भर टे मत ले जाती आज्ञा श्रद्धा आज्ञा टे दबा खाइबा ले जाती किए टे नहीं छेना दौची किए क्षीर दौची 72 वर्ष होलानी केतबेले तत्वना मरीजा कही होनी जोड़ाए छुआर क्षीर खाई बोली 72 वर्ष लड़ुची आज्ञा वो ऊपर जोड़ाई छुआ मरीचिनी मो तले जोड़ाई छुआ मरीचिनी मु 3टा छुआर क्षीर खाई आज्ञा पिला बेले भारी मोटा होइतली आज्ञा जो छुआ गुड़ाक मरीगले वो स्तन रे क्षीर थाए मु जाई जबरदस्त मारी बसी खाए बहुत जेते मारिबो मते काटिबो ना शेषरे बहुत तार आनिकरी आज्ञा आपण मानकर लिंब पत्र दलिला मु जानी गली ताकू भी आज्ञा 5 वर्ष पर्यंत मु क्षीर खाई आज मु देखुची अनुमय करूची आज्ञा गायक माने तो सब गाउछंती आज्ञा बोलो बौ जदी कंचा लंका बाटी के मारथियो ताकू भी पोछि खाई देबे दे मई बुडा काई गपुची जदी गोबर मार दबो इडा काई गपुची रहो अरे के धन सुनु रे लोक गंदी तू मां क्षीर खाई नु रे अच्छा अच्छा जे मां क्षीर खाई तब बापा माने से हरिबो ना से पुआ हरिबो ना वो तळो दीटा
ଭାଇ ମୋର ଆଜ୍ଞା ଗୋଟେ ଭାଇ ପୁଅ ହେଇଯାଇଛି, ହଁ ଦିଟା ଭାଇ 70-80 ହଜାର ଟଙ୍କା ଲେଖା ଦରମା ପାଉଛନ୍ତି। ପାଉଛନ୍ତି ହଁ ଗୋଟେ ଭାଇ ଆପଣଙ୍କର ଝାରସୁଗୁଡ଼ା ଜେଲରେ ଥିଲା, ଆଗରୁ ଥିଲା ରସୁଲଗଡ଼ ଥାନାରେ ହଁ ଏସପି ଅଫିସରେ ହଁ ପୋଲିସ। ସିଏ ଯଦି ଚାପୁଡ଼ାଟା ପକେଇବି 24 ଘଣ୍ଟା ପରେ ପଚାରିବ ମତେ କିଏ ମାରିଥିଲା। ମତେ କିଏ ଗୋଟେ ମାରିଥିଲା ଆଜି ଆଉ ଗୋଟେ ପଣ୍ଡିତ ଅଛି ଆଜ୍ଞା, ଆଳିଆ ହାଇସ୍କୁଲରେ ବଡ ପଣ୍ଡିତଟେ ଅଛି, ହଁ ସିଏ ବି ସେଇଆ, ତାକୁ ଯଦି ଗୋଟେ ପକେଇବି ଆଜ୍ଞା ସେ 12 ଘଣ୍ଟା ପରେ ପଚାରିବ ମତେ କିଏ ମାରିଥିଲା ଜଣେ। ସେ ଦିଟାଙ୍କ ହଲୁଛନ୍ତି। ତେଣୁ ଆଜ୍ଞା ବଳ ତ ବଳ, ବାହାର କ୍ଷୀର ପରି ଆଉ ଆଜ୍ଞା ବଳ ଏ ଦୁନିଆରେ ନାହିଁ। ଆଉ ବୁଢା ତ ଷଣ୍ଢ ଭଳିଆ ବୁଲି ଖାଇଲା ଓଡିଶା ସାରା, ସବୁ ଯାଙ୍କ ମାନେ ଶର୍କରା ଆଣିଛି ଏଇ ସାରି ଦେଇଥିଲେ ପାଇରେ ଦେଇଥିଲେ ଭାଇ। ଲକ୍ଷ୍ମୀଧର ବାବୁ କହୁଛନ୍ତି ମତେ କେହି ଡାକିନା, ତମେ ତ କାହାକୁ ଦିଅ ନା, ତ ମୁଁ ଡାକିବ କାହିଁକି? ତମ ଘର ପାଖକୁ ଗଲେ କହିବ ଟ୍ୟୁବଲରେ ମୁହଁ ଧୋଇ ପକେଇ ଗୋଡ ଧୋଇ ପକେଇ ସେଇଠି ଗିଲାସ ନେଇଯା ପାଣି ପିଇ ପାଣି ପିଇ ଦେଇ ତମକୁ କାହିଁ ଲୋକ ଦେବେ? ଡେରି କରନା। ତେଣୁ ଚକୁଳିଆ ପଣ୍ଡା କହିଥାନ୍ତି ହଁ ଯିଏ ଦେଇଥାଉ ସେ ପାଇ। ଭାଇ ହଁ ତାହେଲେ ମୁଁ କହୁନି ଦେଇଛି, ତାହେଲେ ମତେ ଠାକୁର ମତେ କାହିଁକି ଦଉଛନ୍ତି ଆଜ୍ଞା? ଆଚ୍ଛା ଆଚ୍ଛା ମୋ ବାପା 94 ବର୍ଷରେ ମଲେ, କହିଲେ ତୋର କଣ ଦରକାର କହ? ମୁଁ କାନ୍ଦିଲି, ମୋର କିଛି ଦରକାର ନାହିଁ। ନା ବାପା କହିଯାଇଥିଲେ ଯେ ତୋର ପିନ୍ଧିବା ଆଉ ଖାଇବା କେବେ ଅଭାବ ପଡିବନି। ମୋ ବାପା ବଢିଆ କଥା। ସାରେ ଏବେ ଲୁଗା ବି ଗଦା ହେଇଛି ଆଜ୍ଞା, 5-7 କି 8ଟା ଲୁଗା ଆଜ୍ଞା ଗଦା ହେଇଛି ମୋର ବସା ଘରରେ। ହଁ ବା ଇଏ ପିଲାମାନେ ଜାଣିଛନ୍ତି, ଆଇଲା ବେଳକୁ ବ୍ୟାଗ ଖାଲି କରି ଆଣିବି, ଗଲା ବେଳକୁ ବ୍ୟାଗରେ ଜାଗା ହୁଏ। ପୁରା ଲୋଡ କରିଯିବ। ନା ନା ମୋ ବାପା କହିଯାଇଛନ୍ତି କଲିକତାରୁ ବୁଢା ମାର୍କେଟିଂ ଇଲରେ ସାର୍ ଆପଣ ମାନେ ଆଜ୍ଞା ବିଚାରକ ମଣ୍ଡଳୀ ମୋର ବିଚାର କରୁଥିବେ, କେହି ଜଣେ ଭଲ ଆଜି ଲୋକ ଭଗବାନ ମୋର ଛାଡିଦେଲେ, ଆଜ୍ଞା। କହିଲେ 2 ଫାଳ କରିଦିଅ। ହଁ ଆଉ ସେଇ ହଉଛି ସର୍ବଶକ୍ତିମାନ, ତାର ବିନା ନିର୍ଦ୍ଦେଶରେ ଦୁନିଆରେ କେହି କିଛି କରିବା ପାଇଁ ସମର୍ଥ ହେଇପାରେ ନା। ଆପଣ ମାନଙ୍କ ପାଇଁ ଆଜ୍ଞା ବେଦରେ ଦିଆଯାଇଛି, କଣ ଆପଣଙ୍କର ଦେବତା ମାନେ ବସି ଗର୍ବ କରୁଛନ୍ତି ଥରେ ସ୍ୱର୍ଗପୁରରେ। ସାର୍ ସର୍ବଶକ୍ତିମୟୀ ମା ବନ ଦୁର୍ଗା ଆସି ପହଞ୍ଚିଗଲେ ଆକାଶ ମଣ୍ଡଳରେ। ମଣ୍ଡଳରେ ସାର୍ ଗୋଟେ କୁଟାଟା ଆଜ୍ଞା ଏମିତି ଆସିଲା। ବାସିଲା ପଚାରିଲେ ଦେବରାଜ ଇନ୍ଦ୍ର, କହିଲେ ତମେ କିଏ? ତମେ କିଏ? ଆଜ୍ଞା ଆପଣ ମାନେ ବିଚାର କରିବେ। ଦେବରାଜ ଇନ୍ଦ୍ରଙ୍କୁ ସେ କହିଲେ ବହୁତ ଶକ୍ତି। ଶକ୍ତି ଆପଣ କିଏ? ନା ମୁଁ ହଉଛି ବିଦ୍ୟୁତ ଶକ୍ତି ଅଗ୍ନି। ଅଗ୍ନି। କହିଲେ ହେ ଇନ୍ଦ୍ର, ଏଇ କୁଟାଟାକୁ ପଡିଲ, କୁଟାଟାକୁ ଇନ୍ଦ୍ର ପଡି ପାରିଲେନି। ନା 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 ଆପଣ ମାନେ ଜାଣିଥିବେ କରିଲା ବେଳା ସେଇ ଜଣେ। ହଁ ଆପଣ ଗୋଟେ ପଦ ଭାଗବତ ଆଜ୍ଞା ଶୁଣିଲେ କଣ କହିବି, ଭାଇଟା ତ ସବୁ ପଦ ଭୁଲ କରୁଛି। ଗୋଟେ ପଦ ଆଜ୍ଞା ପଢିଲେ ହଁ କହିଲେ ଆଜ୍ଞା ପ୍ରାଣୀର ଭଲ ମନ୍ଦ ବାଣୀ ମୋର ଶ୍ରଦ୍ଧେୟ ଲକ୍ଷ୍ମୀଧର ବାବୁ, ମରଣ କାଳେ ତା ଜାଣି କିଏ ଜାଣିବ? କିଏ ଜାଣିବ? ଲୋକ ଦେଖିବେ ଏଇଟା ଭୋଗୁଛି କହିବେ ପାପୀ, ପାପି ହଁ ତା ଚାଲିଗଲା ଆନନ୍ଦରେ କହିବେ ପୁଣ୍ୟାତ୍ମା। ତା ନୁହେଁ, ତା ନୁହେଁ। ଭାଗବତକୁ ପଢିବା ପାଇଁ ହେଲେ ଗୁରୁଙ୍କର ଆଗେ କରିବ ନା ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି କିଏ ଜାଣିବ ନା? ଯିଏ ମରୁଥବ ସିଏ ଭାବିବ ମୁଁ ଜୀବନରେ କଣ କଲି। କଣ କଲି ହଁ ସେଇ ଜାଣିବ ମୁଁ ପିଲା ବେଳୁ କେତେ ପାପ କରିଛି, କେତେ ପୁଣ୍ୟ କରିଛି। ହଁ ଯେତେବେଳେ ଆପଣ ମାନେ ବିଚାର କରିବେ, ଶେଷ ସମୟ ଆସି ପହଞ୍ଚିଯିବ, ପୂଜାପିତ ବେଳ ପହଞ୍ଚିଯିବ, ଯିଏ ମରିବା ପାଇଁ ଯାଉଛି ସିଏ ଭାବିବ ମୁଁ ଜୀବନରେ କଣ କରିଛି। କଣ କରିଛି ପ୍ରାଣୀର ଭଲ, ଏଇ ସବୁ ପିଲାଳିଆ କଥା କହିବ। ପିଲାଳିଆ। ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି କିଏ ଜାଣିବ ନା? ଯେ ମରିବା ପାଇଁ ଯାଉଛି। ହଁ ହଉ ବାପା ମାନେ ଆଉ ଗୋଟେ ପଦ ତ ଅର୍ଥ ବହୁତ ଅର୍ଥ ମୋ ଲକ୍ଷ୍ମୀଧର ଜାଣିଲେଣି। ଗୋଟେ ପଦ ପଢିଲେ ବାପା ସମୟ ନଷ୍ଟ କରିବିନି, ଯାହା କହୁଛି ଆଜ୍ଞା ସାର୍ ଆପଣଙ୍କର ରାଜସ୍ୱ ଯଜ୍ଞକୁ ସାରିବି ଯଦି ଆପଣ ମାନେ ରୁହନ୍ତି। ବାସ୍ ସାର୍ ଆଜି ମତେ ଭାରି ବିନମ୍ରର ସହିତ କହିଲେ ଆମେ ଦ୍ୱିତୀୟ ନଳ ଶୁଣିନୁ, ହଁ ଟିକେ ସଟକଟ ସାରିବେ। ହଁ ମୁଁ କହିଲି ସେଦିନ ତ ଗଲା ନା ନା, ଆଜି ଆମକୁ ଆମର ଅନୁରୋଧ ଆପଣ କରିବେ। ସାର୍ ବି ବସିଦେବେ, ମୋର ପୂଜ୍ୟ ସାର୍ ବସିଦେବେ। ଆଜ୍ଞା ଏତେ ଖଣ୍ଡ ଛେନା ଦେଲେ, କହିଲେ ଏଇ ଗାଁ ତାକୁ ଧିଅରେ ଲାଗିବ। ନା ଧିଅରେ ଲାଗିବ ବା। ଏଇ ଲକ୍ଷ୍ମୀଧର ବାବୁ ଚାବି ନେଇକିରି ତମେ ସେ ଆଉ ଗୋବିନ୍ଦ ପାଖରୁ ଦେଖ କିଲେ 1.5 କିଲୋ ଛେନା ଥୁଆ ହେଇଛି। ଛେନା 1.5 କିଲୋ କଣ ଥୁଆ ହେଇଛି, କାହିଁକି ଥୁଆ ହେଇଛି ମୁଁ ବି କହିପାରୁନି ଆଜ୍ଞା। ନା ବା ବାବୁ ମାନେ ଅଯାଚିତ ଭାବରେ କାହିଁକି ଇଏ ଗରିବ ଉପରେ ଦୟା କରୁଛନ୍ତି, ମୁଁ ବି ତାକୁ ବିଚାର କରିପାରୁନି। ଆଚ୍ଛା ଆଚ୍ଛା ବୋଲୋ ସେ 2ଟା ବେଳୁ ଦେଲେଣି ଛେନା, ଆମେ ବି ଦେଖିଛୁ। ଉଡା ଏଇଭଳିଆ ଥୋଇବ, ସକାଳକୁ ଯେମିତି ଗନ୍ଧିଆ ହବ, କିନ୍ତୁ ତମକୁ ଦିଆଯିବନି। ଗୋଟାଏ ବି ଆମେ ତ ପାଇବୁନି, ତମକୁ କଣ ଦବୁ?
ଆରେ ଏ ଦିଟାର 2 କେଜି ଦହି ଆଣିକି ଦେଲେ ଦେଲେ 2 କରି ସେଇ ବାରିକକୁ ଦହି 2 କିଲୋ ପକେଇଲେ ତା ଦେହରେ ଛେନା ପକେଇଲେ କାଳେ ଖରାପ ହବ ମୁଁ ତମକୁ ମନା କଲି ତା ଭିତରେ ବି ହାତ ବୁଳେଇକିରି ଖାପୁଳାଇ ଦେଇଛି ନେଲା ବୋଲା ଯେ ସେ ଜାଣିନି ଏଟା ଖାଲ ହେଇଛି ଦତମୁଣ୍ଡା ଧରିବ ଆଜ୍ଞା ହଉ ଆପଣ ମାନେ ଆସନ୍ତୁ ଆଜ୍ଞା ମୋର ଜୀବନ୍ତ ଦେବତା ମଣ୍ଡଳୀ ଯେ ଗୋଟିଏ ପଦ ଆଜ୍ଞା ଗାଇଲେ ପାଲା ଗାଉଛ କେତେ ଜ୍ଞାନୀ ଲୋକ ବସିଛନ୍ତି ହଉ ଏ ବିଭୂଷଣ ପୁଷୁଦେ ବାରଣ ଶିରେ ପଦ ଦେଇ ଆଜି ମରଣ ମାର୍ମିକ ଅର୍ଥ ଶୁଣିଥାନ୍ତୁ ଆପଣ ମାନଙ୍କ ପାଦ ସେବା କରି ସତ୍ୟକୁ ବାହାର କରିଛି ହେ ବିଭୁ ଲକ୍ଷ୍ମୀଧର ବାବୁ ହେ ବିଭୁ ହେ ରାଜା ସମ୍ବୋଧନରେ କହୁଛନ୍ତି ବିଶ୍ୱାମିତ୍ର କହିଲେ ଯେ କଣ କହିବି କହିଲେ ବିଭୂଷଣ ମାନେ ସୋରିଷ ଫୁଲ କହିଲେ ହେ ବିଭୁ ସମ୍ବୋଧନରେ ଡାକୁଛନ୍ତି ଛଣପଟ ଫୁଲ ପରି ଯାହାର କାନ୍ତି ଛଣପଟ ଫୁଲ ହେଲା ସୋରିଷ ଫୁଲ ଆଜ୍ଞା ଆପଣ ମାନେ ତା ତଳପଦ ଜାଣନ୍ତି ଆଜ୍ଞା ସୁନ୍ଦର ଭାବରେ ସେ କହିଲେ ଆଜ୍ଞା ବିଭୂଷଣ ପୁଷ୍ପେ ଜାକାନ୍ତି ଜାଣ ବିଭୂଷଣ କରି କହିଲେ ଯେ ଅଳଙ୍କାର ପତ୍ର ଦିଅ ନା ଆଜ୍ଞା ମା ବାପା ତାଙ୍କର ଝିଅ ପାଇଁ ଅଳଙ୍କାର କରିଛନ୍ତି ତମେ ମନା କରିବ ଦିଅ ନା ମା ବାପା ତମକୁ ଛାଡ଼ିଦେବେ ବୋଲୋ ଗୋଟେ ନାରୀ କି ବିକଳାଙ୍ଗ କରିବା ପାଇଁ ଅର୍ଥ କରିଲେ ଆପଣ ଶୁଣନ୍ତୁ ଲକ୍ଷ୍ମୀଧର ବାବୁ ଭୂଷଣ ଶବ୍ଦର ଅର୍ଥ ଅଳଙ୍କାର ନୁହେଁ ଭୂଷଣ ଶବ୍ଦର ଅର୍ଥ ବାହନ ନାରୀ ଜାତି ପାଇଁ ବାହନ ସୃଷ୍ଟି ହେଇଥିଲା ଧନୁ ଭଗବାନ ଅନେକ ଦୂରରେ ହଉଛି କାଳେ କୌଣସି ଯାନବାହନରେ ନେଇଯିବେ ମା ସୀତାଙ୍କୁ ମନା କରୁଛନ୍ତି ବିଶ୍ୱାମିତ୍ର କହିଲେ ବିଭୂଷଣ କରି ଆଣ ଚଲେଇକିରି ଆଣ ସଖୀ ମାନଙ୍କ ମେଳରେ ଆଉ ସମୟ ତ ନାହିଁ ଆଜ୍ଞା ତା ତରଫକୁ ଯାହା ଅର୍ଥ କଲେ ଆପଣ ମାନେ ଜାଣୁଛନ୍ତି ଏ ଅର୍ଥ ସବୁ କୋଉଠି କରୋନା କାହିଁକି ନା ଆଜ୍ଞା 12 ବର୍ଷର ତପସ୍ୟା ଶୁଖୁଆ ଝୋଳରେ ପଳେଇଯିବ କେହି ଜଣେ ଜ୍ଞାନୀ ଲୋକ ଯଦି ଆଜ୍ଞା ଜାଣିବେ ଇଏ ଚିରା ଲୁଗା ଚିରାରେ ସବୁ ସରିଗଲା ଆଜ୍ଞା ଆଜି ଆପଣ ମାନଙ୍କର ଭୀମକୁ ଯେତେବେଳେ ପ୍ରଭୁ ନିର୍ଦ୍ଦେଶ ଦେଇଦେଲେ ଏବଂ ଶକ୍ତି ଦେଇଦେଲେ ମାଡ଼ି ବସିଲା ଭୀମ ହୁଙ୍କାର ଶବ୍ଦ କରି ଭୀମ ମାଡ଼ି ବସିଲା ଆପଣଙ୍କର ପାଦ ପକେଇକିରି ଗୋଡକୁ ଚିରି ଦେଇ ଫୋପାଡ଼ିଲା ବଡ଼ବାନଳରେ ଯାଇକିରି ପଡ଼ିଲା ଜରାସନ୍ଧର ମୋର ଶରୀର ଆପଣ ମାନେ ମୋର ବିଚାରକ ମଣ୍ଡଳୀ ଜରାସନ୍ଧକୁ ମାରିଦେଲା ପରେ 96,000 ରାଜା ବନ୍ଦୀ ହେଇଥିଲେ କାହିଁକି ଆଜ୍ଞା ବନ୍ଦୀ ହେଇଥିଲେ ପାଲା ଏଣେ ତେଣେ ହେଇଯାଉଛି ଲକ୍ଷ୍ମୀଧର ବାବୁ ମୋ ହାତ ଜଳୁଛି ଏଣେ ତେଣେ ପାଲା କରନା 96,000 ରାଜା କାହିଁକି ରଖିଦେଲେ ବାପା 1 ଲକ୍ଷ ରାଜାଙ୍କୁ ଯଦି କି ଏକ ସମୟରେ ମାରିଦବ ସେ ଇନ୍ଦ୍ର ପଦବୀ ଲାଭ କରିବ ଆଉ ଆଜ୍ଞା 1 ଲକ୍ଷ କନ୍ୟା ଯଦି କେହି ଦାନ କରିବ ଏକ ସମୟରେ ସେ ଇନ୍ଦ୍ର ପଦରେ ଭୂଷିତ ହେବ ଆଜ୍ଞା ରାଜା ସଗର ମାଗିଥିଲେ 1,00,000 କନ୍ୟା ଦାନ ଦେଇ ଇନ୍ଦ୍ର ହେବେ କହିଦେଲେ 1,00,000 ପୁଅ ଦିଅ ସେଟା ସାଗର ଖାଇଗଲେ ଗୋଟେ ସମୁଦ୍ର କରିଦେଲେ ଖାଲି ଆଜ୍ଞା ସେତିକି ନୁହେଁ ଏକ ସମୟରେ 100 ଯଜ୍ଞ ଯିଏ ପୂର୍ଣ୍ଣ କରିବ ସେ ଇନ୍ଦ୍ର ହବ ଯଥାର୍ଥରେ ଆପଣ ମାନଙ୍କର 4th ସର୍ଗରୁ ଗୋଟିଏ ଶ୍ଲୋକ ପଢୁଛି କହିଲେ ହରି ନିଜ ଧେଇ ଗୋ ପୁରୁଷୋତ୍ତମ ସୁଗମ ଇଏ ମହେଶ୍ୱର ସ୍ୱୟଂ କରେ ବନା ତଥା ବିଦୁନୁ ମାମୁନୟ ସତଗ୍ରତ ଏ ଦ୍ୱିତୀୟ ଦାମୀ ନଈ ଶବଦ ଆଜି ଆଜ୍ଞା ଦେବତା ମାନେ ପୁଷ୍ପବୃଷ୍ଟି କରୁଛନ୍ତି 96,000 ରାଜାଙ୍କୁ ନେଇ ଅର୍ଜୁନ ଏବଂ ଭୀମଙ୍କୁ ସଙ୍ଗରେ ଦେଇ ଭୁବନ ସୁନ୍ଦର ଭଗବାନ କୃଷ୍ଣ ଯାଇ ପହଞ୍ଚିଗଲେ ଆଜ୍ଞା ଆପଣଙ୍କର ଯଜ୍ଞ ମଣ୍ଡପ ସଦା ସରିଛି ବ୍ରାହ୍ମଣ ମାନେ
ଯଜ୍ଞରେ ଆଜ୍ଞା ଆପଣ ମାନଙ୍କର ଘୃତାହୁତି ଦଉଛନ୍ତି। ଆଉ ଗୋଟେ ଏଠି ମୁଁ ତ ଆଉ ଭୁଲ କହିବିନି କାହିଁକି ନା ଆଜ୍ଞା ପ୍ରଣମାନ୍ତେ ଗୋତା ଗୋପା ଭାଇ ଯଦି କହିଲା ମୋର ଭୁଲ ହେଇଯାଇଛି ମୁଁ 10 ଚାପୁଡା ମାଇଲେ ବି ଭାଇ ମତେ ଆଉ ଦିନେ କହିବେନି ତମେ ମତେ କାହିଁକି ମାଇଲ। କାହିଁକି ନା ଆଜ୍ଞା ଭୁଲ ମାଗିଲା ପରେ ରାଗ ପଳାଏ। ପ୍ରସବାନ୍ତ ଆଜ୍ଞା ଛୁଆ ଜନ୍ମ ହେଲା ପରେ ନାରୀର ସୌନ୍ଦର୍ଯ୍ୟ ପଳାଏ। ବିଶାଖାନ୍ତେ ଗୋତା ମେଘା ବିଶାଖା ନକ୍ଷତ୍ର ପଡ଼ିଲେ ମେଘ ପଳେଇ ଯାଏ। ଯାଚନାନ୍ଦମ ହି ଗୌରବ ଗଲା ବେଳେ ଯଦି ମାଗିଲେ ଆଜ୍ଞା ଏ ପାଟକପରା କଦଳୀ ଗଣ୍ଡିଏ ଦିଅ ଗୌରବ ପଳେଇବ। ଏଇଟା ମାଗି ଖିଆଟାରେ ଆଜ୍ଞା ଆପଣ ମାନେ ମୋର ସମସ୍ତ ବିଚାରକ ମଣ୍ଡଳୀ ଆଜ୍ଞା ବସିଛନ୍ତି ନା। ଆଜି ଆଜ୍ଞା ଆପଣ ମାନଙ୍କର ଭୁବନ ସୁନ୍ଦର କୁସୁନ 96,000 ରାଜାଙ୍କୁ ନେଇ ଭୀମ ଏବଂ ଅର୍ଜୁନଙ୍କୁ ନେଇ ପହଞ୍ଚିଗଲେ ଯଜ୍ଞାଗାର ନିକଟରେ। ଗୋଟେ ଏତେ ବଡ ଭୁଲ କହିଲ ଲକ୍ଷ୍ମୀଧର ବାବୁ। ଆଉ ଥରେ ଡାକି କହୁଛି ଲକ୍ଷ୍ମୀଧର ବାବୁ ଶୁଣ। ଯଜ୍ଞରେ ସ୍ୱାହା ମନ୍ତ୍ର ଦିଆଯାଏ ନା। ସ୍ୱାହା ମନ୍ତ୍ର ଦେଲେ ଯଜମାନ ମରିବ। ଶ୍ଲୋକଟାକୁ ଆଜ୍ଞା ଶୁଣ। ଶ୍ଲୋକଟାକୁ ଶୁଣିବ ତାପରେ କହିବ। ବ୍ୟାସ ଲେଖିଲେ ଇଏ ହଉଛି ମହାଭାରତର ଶ୍ଲୋକ। ଆଜ୍ଞା ସ୍ୱାହା ମନ୍ତ୍ର ଯୋଉ ବ୍ରାହ୍ମଣ କହନ୍ତି ଯଜମାନଙ୍କୁ ସେ ମାରି ଦିଅନ୍ତି। କହିଲେ କୁରୁକ୍ଷେତ୍ର ବେଦୀ କୃତ୍ୱା ଆଜ୍ଞା ଏ ଜପ କୃତ୍ୱା ଜନାର୍ଦ୍ଦନ ସେ ଦୁର୍ଯ୍ୟୋଧନ ପଶୁ କୃତ୍ୱା ଆଜ୍ଞା ଏ କର୍ଣ୍ଣ କୃତ୍ୱା ମହାହବି ତମସ କୃତ୍ୱା ଆଜ୍ଞା ଏ ସରମାହୁତିରେ ବଚମ ଏବଂ ସାତ୍ବିକ ଯଜ୍ଞ ଆଜ୍ଞା ଏ ସ୍ୱାହା ମନ୍ତ୍ର ବିବର୍ଜିତ। ଯଜ୍ଞରେ ସ୍ୱାହା ମନ୍ତ୍ର ଲାଗେ ନା ଲକ୍ଷ୍ମୀଧର ବାବୁ? ଇଏ ଯୋଉ ଆପଣ ମାନଙ୍କର ଭାରତ ଯୁଦ୍ଧଟି ହେଲା ଗୋଟିଏ ଯଜ୍ଞ ମଣ୍ଡପ। ଭଗବାନ କୃଷ୍ଣ ହଉଛନ୍ତି ଆଜ୍ଞା ଯୂପକାଠ ପଶୁଙ୍କ ବେକ ଯୋଉଥିରେ ପଶେ। ଦୁର୍ଯ୍ୟୋଧନଙ୍କ ପଶୁ କୃତ୍ୱା କୌରବ 100 ଭାଇ ହେଲେ ଆଜ୍ଞା ପଶୁ। କୃଷ୍ଣ ହେଲେ ଯୂପକାଠ। କର୍ଣ୍ଣ କୃତ୍ୱା ମହାହବି କର୍ଣ୍ଣ ହଉଛନ୍ତି ଘୃତ ଭାଣ୍ଡ। ଆଜ୍ଞା ଗାଣ୍ଡୀବ ଚମସ କୃତ୍ୱା ଗାଣ୍ଡୀବ ଧମୁଟା ହଉଛି ଆର୍ଯ୍ୟାସ୍ଥଳୀ ଯୋଉଥିରେ ଘିଅ ରହେ। ସର ମାହୁତିରେ ବଚନ ଅର୍ଜୁନଙ୍କର ସର ହଉଛି ନିଶୁଭ ସୂଚ। କୀର୍ତ୍ତି ଏବଂ ସାତ୍ବିକ ଯଜ୍ଞ ସ୍ୱାହା ମନ୍ତ୍ର ବିବର୍ଜିତ। ଆଜ୍ଞା ଆପଣ ମାନଙ୍କର ଯଜ୍ଞ ମଣ୍ଡପ ସାଜସଦା ସରିଛି। ଆଉ ଗୋଟେ ପଦ ଟିକେ ଗାଇଲନି ଅମ୍ବିକା ବିଳାସ। କହିଲେ ଅଇଲେ ଦୂର ଦେଶୁ ଭୂସୁର ମାନେ ଅର୍ଜନେ ବିଳାସରେ କହିଲେ ଚତୁର୍ବେଦୀୟ ବ୍ରାହ୍ମଣ ମାନେ ଆସି ପହଞ୍ଚିଲେ। ଆର ପ୍ରମାଣ ମାଘ କବି ମାଘରେ କୁହନ୍ତି। ଲକ୍ଷ୍ମୀଧର ବାବୁ ଚାଲିଠୁ ପୁରୀ ପାଲାକୁ ଯିବା। କହିବିନି ଯଦି କହେ ତମେ ମୋ ସାଙ୍ଗରେ ଅଛ ମତେ କହିବ। ସେ ଡାକିଲି କାହିଁକି ନା ସେ କହୁଥିଲେ ଯେ ରାତିଆ ରାତି ପଳେଇବେ ସାର୍ ମୋର ବସିଛନ୍ତି କୋଉ ପଟକୁ ଗଲେ ଆଜ୍ଞା କେଳୁ ବାବୁ କୁଆଡେ ଗଲେ କହିଲେ ଯେ ସେ ରାତି ଥବ ପଳେଇ ଯିବେ ବୋଲି ତାଙ୍କ ବ୍ୟାଗ ପତ୍ର ସର୍ଚ୍ଚ କର ବୋଧେ କୋଉଠି ଚୋରି କରିଛି ଚୋରି ନ କରିତେ ରାତିଆ ରାତି ଏ କଥା ବୋଧେ କାନରେ ବାଜିଲା। ମତେ ଲାଗିଲେ କହିଲେ ନନା ସାଙ୍ଗ ହିଁ ଯିବା ବୋଲି ମତେ କିଛି କୁହନା ତମର ଯାହା ମୋର ସେୟା କହିଲେ ରାଗ ବୋଲି କଶ୍ମିନୀ କାଳେ ରାଗ ମୋ ପାଖକୁ ଆସେ ନା। 8 ବର୍ଷ ବୟସରୁ ମୁଁ ଠାକୁର ଅଭିରାମ ପରମଂଶ ଦେବଙ୍କୁ ଆଶ୍ରିତ। ତମେ ଏ ଭ୍ରାନ୍ତ୍ୟାତ୍ମାନ ଗାୟକଙ୍କ ସାଙ୍ଗରେ ପଡିକିରି ଯାଉଛ ଭୁଲ ବାଟକୁ। ଆଜି ବଳଭଦ୍ର ପଣ୍ଡା ମଲା ଯାହାଙ୍କ ବୁଦ୍ଧିରେ ପଡି ଯାହାଙ୍କ ସାଙ୍ଗରେ ସମ୍ପର୍କ ରଖି ଅମର ଦାସ ଯାହାଙ୍କ ସାଙ୍ଗରେ ସମ୍ପର୍କ ତମେ ଭିତର ତତ୍ତ୍ୱ କିଛି ଜାଣିଲା ତମେ ତାଙ୍କ ପାଖକୁ ଯାଉନା। ନିଜେ ତ ଛିଡା ହେଇ ଶିଖିଲ ପାଲା ଯାଇ ଶିଖିଲ ଫୁଲ ଫୁଟିଲା ବାସନା ହେଲା ଭଗବତୀ ଦୟା କଲା ସମ୍ପର୍କ ଥାଉ କିନ୍ତୁ ଭୁଲ ଲୋକଙ୍କ ପାଖକୁ ଯାଉନା। ଏ ଦ୍ୱାରା କୁହାଯାଇଛି ହେ ଦୟାମୟ ମତେ ଗୋଟିଏ ଭୁଲ ଲୋକର ଦର୍ଶନ ଦିଏ ନା ଭୁଲ ଲୋକର ଦର୍ଶନ ଦିଏ ନା। ସାରେ ଆପଣ ମାନେ ଆସନ୍ତୁ ଯଜ୍ଞ ମଣ୍ଡପ ଆଜ୍ଞା ସୁସଜ୍ଜିତ ହେଇଯାଇଛି। ବ୍ରାହ୍ମଣ ମାନେ ଯାଜ୍ଞିକ ବ୍ରାହ୍ମଣ ମାନେ
ସାରେ ଯଜ୍ଞ ସ୍ତମ୍ଭ ନିକଟରେ ବସି ପୁଣ୍ୟାହ ବାଚନ କଲେଣି। ଏଇଠି ଆଜ୍ଞା ଆପଣଙ୍କର ପହଞ୍ଚି ଗଲେ ଭଗବାନ କୃଷ୍ଣ ସାରେ ପାଣ୍ଡବ ମାନଙ୍କୁ ନେଇକିରି ଦୁର୍ଯ୍ୟୋଧନ ପାଖରେ ପହଞ୍ଚି ଗଲେ। କାହିଁକି ଆଜ୍ଞା ନା ଧନକୁ ଛାଡ଼ିଲେ ବାପା କିଛି କରିହବନି। ଗୋଟିଏ ଶ୍ଲୋକ ଇଏ ଆଜ୍ଞା ଭଲ ନୁହଁ। ଆପଣ ପୁଣି ଉଠୁଛନ୍ତି ମଝିରେ କାହିଁକି? ଚାହା ଯେମିତି ଦେଖିଲେ ବସିଲେ ଜିହାର ଲାଳସା ଆଜ୍ଞା। ଧନ ନଦେଲେ କିଛି କରିହବନି। ଆର ପ୍ରମାଣ ଆଜ୍ଞା ଧନ ନଦେଲେ ବାବା କିଛି କରିହବନି। ମାତା ନିନ୍ଦନ୍ତି ନାଭିନନ୍ଦତି ସୁଦ କାନ୍ତା ଚୁନାଲିଙ୍ଗ ଦେ। ଆଜ୍ଞା ଯଦି ଆପଣ ଧନ ଉପାର୍ଜନ କରି ନ ପାରିବେ ମା କହିବ ସେଟା ମଲେ କେତେ ଗଲେ କେତେ। ସେଇଟା କି ପୁଅ ମୋର କଣ ପୁଅ ସିଏ ପାନ ଖଣ୍ଡେ ଦିଏ ଆଜ୍ଞା। ମାତା ନିନ୍ଦନ୍ତି ନାତି ନନ୍ଦନ୍ତି ପିତା ଆଜ୍ଞା। ନିର୍ଧନୀ ପୁଅକୁ ଆଜ୍ଞା ବାପା ପଚାରନ୍ତିନି ତୁ ଖାଇଲୁଣି କିରେ ଓ କାନ୍ତା ନତା ଲିଙ୍ଗତେ। କାନ୍ତା କହିଲେ ସ୍ତ୍ରୀ ସାରେ ଗରିବ ପୁରୁଷକୁ ସ୍ତ୍ରୀ କେବେ ଚାହିଁକିରି ହସେ ନା। ଶାଢୀ ଦେଇପାରିବନି ବ୍ଲାଉଜ ଦେଇପାରିବନି ସୁନାଗାର ଦେଇପାରିବନି ସୁନୁଟାରେ ତାକୁ ଅନେଇକିରି କାହିଁକି ହସିବ ଆଜ୍ଞା। ଭୃତ୍ୟ ଗୁପ୍ୟତି ଚାକର ମାନେ ଆଖି ଦେଖାନ୍ତି ଗରିବ ଲୋକକୁ ନାନୁ ଗଛଟି ସୂତ ଆଜ୍ଞା। ପୁଅ କେବେ ହେଲେ ଗରିବ ବାପାର କଥା ମାନିକିରି ଯାଏ ନାହିଁ। ତାରେ ଧନ ହଉଛି ମୂଳ ଗୋଟିଏ ପଦ ଗଙ୍ଗାଧର ମେହର କିଚକ ପଦ ସୁନ୍ଦର ପଦ କହିଲେ ଧନ କରେ ମାଲି ଧନ କରେ ଧାନି କରିପାରେ ଧନ ପାଠ ପଢି ନାହାନ୍ତି କୋଟିପତି ହେଇଗଲେ ଲୋକ କହିବେ ପଣ୍ଟୁ ଡାକ। ଆପଣ ପାଠ ପଢି ନାହାନ୍ତି କୋଟିପତି ହେଇଗଲେ ଆଜ୍ଞା ଲୋକ କହିବେ ମହାଜନକୁ ଡାକ। ତେଣୁ ଧନ ପରେ ମାନି ଧନ করে জ্ঞানে ধন করে পারে জানে। আরে ও ଆଜ୍ଞା 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 ରହିଯା ମୋ ଇଲରେ ମୁଁ ଖାଲି କୁଆଡେ ଆଜ୍ଞା କହୁଛି। ଶୁଣ ମନେ ରଖିବା ଆଜି ଠାରୁ ଲକ୍ଷ୍ମୀଧର ବାବୁ ସେଇ ଚାଉଳ ସେଇ ଯାଇ ସେଇ ଆଳୁ ସେଇ କୋବି ଗ୍ରାମବାସୀ ମହାନ୍ତି ପାଟଣାର ଭଦ୍ର ମହାଶୟ ମାନେ ଦେଇଛନ୍ତି। ଆପଣ ରୋଷେଇ କରିବେ ମୁଁ ରୋଷେଇ କରିବି ଯାହାର ଆଜ୍ଞା ଭଲ ହବ ଲୋକ କହିବେ ଟିକେ ସ୍ୱାଦୁ ଲାଗିଲା। ଆମ ଭିତରେ ଗୋଟେ ମାଡ଼ଗୋଳ ଟଣା ଉଟଣା ଏଗୁଡା କରିବା ଆଉ ଭଲ ନୁହଁ। ଆଜି ଶେଷ ପାଟିଗୋଳ ବୋଲି କହି ଲିଭେଇ ଦବ। ଟିକେ ଚାହୁଁନାହାନ୍ତି ମା ମାନଙ୍କ ଆଡକୁ ଏପଟକୁ ଚାହୁଁନାହାନ୍ତି କହିଲେ ଗୋଟିଏ ଆଡେ ବୁଢା ଠିଆ ହେଇକି ଚାହୁଁଛି। ଆଚ୍ଛା 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 ଏବେ କୁଆଡକୁ ଅନେଇଲି ଏପଟେ ମା ମାନଙ୍କୁ ଅନେଇଲେ ଆଉ ଗୋଟେ ଆଡୁ କହି ପାଲାରେ କଣ ଦେଖିବାର ଅଛି ମୋ ମା ଏକଥା ଯଦି ଭାବୁଥାଅ କହୁନି ଭୁଲ କିନ୍ତୁ ଠିକ ନୁହଁ। ପାଲାରେ କିଛି ଦେଖିବାରେ ନାହିଁ। ପାଲାରେ ମା ଶୁଣିବ ଘରେ ବସିକିରି ବି ଶୁଣିବ। আচ্ছা আচ্ছা ଆରେ ଏ ଧନ স্যার ଆଜି ମୋର ଗୁରୁଜୀ ମଣ୍ଡଳୀ ଆପଣ ମାନେ ଲକ୍ଷ୍ୟ ଦେବେ ଯାଇ ପହଞ୍ଚି ଗଲେ ପାଣ୍ଡବଙ୍କୁ ସାଙ୍ଗରେ ନେଇ ଦୁର୍ଯ୍ୟୋଧନଙ୍କ ପାଖରେ ଯିଏ ଯଜ୍ଞ କରୁଛୁ ତମେ ଯିବ ଆଉ ଯଜ୍ଞରେ ସାହାଯ୍ୟ କରିବ। ସାରେ ଦୁର୍ଯ୍ୟୋଧନ ଭଳିଆ ଧନୀ ପୁଅ ଜନ୍ମ ହବ ନାହିଁ। ଆପଣ ମାନେ ବିଚାର କରିବେ ଚାଲିଗଲେ ସୁନା ପଦ୍ମ ଫୁଟେ ଧରି ପକେଇଲେ ମାଟି ସୁନା ହେଇଯାଏ। କାହିଁକି ହେଇଯାଏ ଆଜ୍ଞା କାହିଁକି ହେଇଯାଏ? ଆପଣ ମାନଙ୍କର ପଦ୍ମ ପୁରାଣରେ ଦିଆଯାଇଛି ଦୁର୍ଯ୍ୟୋଧନ ମାଟିକି ଧରି ପକେଇଲେ କାହିଁକି ସୁନା ହେଇଯିବ? ମାରେ ମିତ୍ରା ବରୁଣ ବୋଲି ଜଣେ ଋଷି ଥିଲେ ମହାନ ଜ୍ଞାନୀ ସୂର୍ଯ୍ୟଙ୍କ ଯଜ୍ଞ କରୁଥିଲେ। ଯେତେବେଳେ ସୂର୍ଯ୍ୟଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଜ୍ଞ କଲେ ମା ଅନ୍ଧୁଣୀ ଗାନ୍ଧାରୀ ଏବଂ ତାଙ୍କର ସ୍ୱାମୀ ଧୃତରାଷ୍ଟ୍ର ଦି ଜଣ ଯାଇ ପହଞ୍ଚି ଯାହା ଅର୍ଥ ଦରକାର ହେଲା ସବୁ ଦେଲେ ଏବଂ ଆଖିରେ ପଟି ବନ୍ଧା ହେଇଥିଲା ବେଳେ ମଧ୍ୟ ଆଜ୍ଞା ଯଥୋଚିତ ସେବା କରିଲେ ଗାନ୍ଧାରୀ। ଆଜ୍ଞା 9 ଦିନ କାଳ ଯଜ୍ଞ ହେଲା। ଯଜ୍ଞର ମାରେ ପରିସମାପ୍ତି ପରେ
ଆଜି ଆପଣ ମାନଙ୍କର ବ୍ରାହ୍ମଣ ମାନଙ୍କୁ ଯଥୋଚିତ ଦକ୍ଷିଣା ଦେଇ ବିଦା କରି ଦଉଛନ୍ତି ଗାନ୍ଧାରୀ। ଆଜ୍ଞା ଏଇ ବେଳରେ ମିତ୍ରାବର୍ଣ୍ଣ ଋଷି କହିଲେ କହିଲେ ମା 9 ଦିନ ଆମ ସେବାରେ ରହିଲୁ, କଣ ତୋର ଇଚ୍ଛା ମାଗିବୁ ମା? ଯାହା ମାଗିବୁ ମାଗେ ମା। କଣ ମାଗିବୁ ମା? ଆମେ ଯାଜ୍ଞିକ ବ୍ରାହ୍ମଣ ଯାହା ମାଗେ ଓ ମା ରେ ହଁ। ଆଜି ମା କଣ ମାଗେ? ନାରୀ କବି ଅପର୍ଣ୍ଣା କଣ ମାଗେ ମା? କହିଲେ ପୁଅ ମନ କଥା ଆଉ ଜାଣେ ସେ ন ମାତା ଭାଇ ମନ କବଳେ। ଆରେ ଆଜ୍ଞା ମା ଯେତେବେଳେ ମାଗିବ ପୁଅ ପାଇଁ, ପୁଅ ପାଇଁ ହଁ। ଭଉଣୀ ଯେତେବେଳେ ମାଗିବ ଭାଇ ପାଇଁ। ଭାଇ ପାଇଁ ଏଇଠି ଗୋଟିଏ ଛୋଟିଆ କଥା ଟିକେ କହିବି, ଗୋଟିଏ ମିନିଟ ସମୟ ନଉଛି ଆଜ୍ଞା। କହୁନାହାନ୍ତି। ସେଇ କଥାକୁ 10 ଥର କହିବା ଲୋକ ମୁଁ ଆଜ୍ଞା ଚର୍ଚ୍ଚାଟିର କହିଦେଇ ପଳେଇବି, ଯେତିକି ଆପଣଙ୍କ ଆଶୀର୍ବାଦ। ଆଚ୍ଛା ଆଚ୍ଛା। ସାରେ ଭାଇ ମନ କଥା ଜାଣେ ଭଉଣୀ। ହଁ। ଉତ୍ତର ପ୍ରଦେଶରୁ ମା ବାପା ଆଉ 7 ବର୍ଷର ଝିଅଟିଏ ଆସିଥିଲେ ଜଗନ୍ନାଥଙ୍କୁ ଦେଖିବା ପାଇଁ। ସାରେ 7 ବର୍ଷର ଝିଅଟିକି ବାପା କାଖେଇଛନ୍ତି, ପ୍ରବଳ ଭିଡ଼ ରତ୍ନ ସିଂହାସନ ପାଖରେ। 7 ବର୍ଷର ଝିଅଟି ପଚାରୁଛି ବାପା ଏଇ ଧଳା ଠାକୁରଙ୍କ ନାଁ କଣ? କହିଲେ ବଳଭଦ୍ର। ସେ ହଉଛନ୍ତି ବଡ ଠାକୁରରେ ମା। କହିଲେ ଏପଟ ଯୋଉ କାଳିଆ ଠାକୁର, କହିଲେ ସେ ଜଗନ୍ନାଥ, ସାନ ଠାକୁର ସିଏ। କହିଲେ ମଝିରେ, କହିଲେ ତାଙ୍କର ଗେଲି ଭଉଣୀ, ତା ନାଁ ହଉଛି ସୁଭଦ୍ରା। ଆଜି ଝିଅଟି କହିଲା ବାପା ଯୋଡ଼ିଏ ଭାଇ ଗୋଟିଏ ଭଉଣୀ, ଅସୁବିଧା ଦବ? କହିଲେ ଆରେ ପାଗିଲି ତୁ କାହିଁ ସେ ମୁଣ୍ଡ ପୁରଉଛୁ? କହିଲେ ନାଇଁ 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 ନାଇଁ, ମୁଁ 2 ଜଣଙ୍କ ଭିତରୁ ଜଣକୁ ଭାଇ କରିବି। ଆଜ୍ଞା ବାପା କହିଲେ ନା ପାଗିଲି ହେଇଗଲାଣି। କହିଲେ ନାଇଁ ନାଇଁ ବାପା ଆପଣ ଯାଆନ୍ତୁ ମହାପ୍ରସାଦ ଆଣିବେ, ମୁଁ ଏଇ ସାନ ଠାକୁର କାଳିଆକୁ ଭାଇ କରିଦେଇଛି। ମୋର ପୁରା ଭାଇ ନାହାନ୍ତି ବାପା। ମହାପ୍ରସାଦ ଆସିଲା, 100ଟି ଟଙ୍କା ଦେଇକିରି ଆଜ୍ଞା 7 ବର୍ଷର ଝିଅ କାନ୍ଦିକିରି ଟେକିଦେଲା। ହେ ଜଗନ୍ନାଥ ମୋର ଭାଇ ନାହାନ୍ତି, ଆପଣ ଆଜି ଠାରୁ ହେଲେ ମୋର ଭାଇ, ମୁଁ ଆପଣଙ୍କର କୁନି ଭଉଣୀ। ଆପଣ ମତେ ହେ ଭଉଣୀ ପଦରୁ ପୋଛି ଦେବେ ନା? ସାରେ ମହାପ୍ରସାଦ ଦେଇ ଦେଇ ବାପାଙ୍କ ସାଙ୍ଗରେ ପଳେଇଲେ ଉତ୍ତର ପ୍ରଦେଶ। ସମୟ ବାପା ଅପେକ୍ଷା କରେ ନା, ସମୟ ସାକ୍ଷୀ ଦିଏ, ସମୟ ଉତ୍ତର ଦିଏ, ସମୟ ପରିଚର୍ୟା କରେ, ସମୟ ଅତି ବଳବାନରେ ମା। ଚାହୁଁ ଚାହୁଁ ଆସି ପହଞ୍ଚିଗଲା ରାକ୍ଷୀ ବନ୍ଧନ ସମୟ। ସୁଭଦ୍ରା ବାନ୍ଧିଥିଲେ ରାକ୍ଷୀ କୃଷ୍ଣଙ୍କ ହାତରେ। ଭାଇର ରେଖା ବନ୍ଧନ, ଭଉଣୀର ରେଖା ବନ୍ଧନ, କେତେ ଚମତ୍କାର ନ୍ୟାୟ ଏ ଜଗନ୍ନାଥ ସଂସ୍କୃତି ଭିତରେ ଅଛି। ଆଜ୍ଞା ଆପଣ ମାନଙ୍କର ବାହାରିଛନ୍ତି ମା ବାପା 7 ବର୍ଷର ଝିଅ ଉତ୍ତର ପ୍ରଦେଶରୁ ଆଜ୍ଞା ବାହାରିଛନ୍ତି। 2 ଦିନର ବାଟ ସାରେ ଚାଲିଛନ୍ତି। ଆପଣ ମାନେ ବିଚାର କରିବେ ଆଜ୍ଞା, ଯାନରେ ଆସୁଛନ୍ତି, ଆସି ପୁରୀରେ ପହଞ୍ଚିଲା ବେଳକୁ ତହିଁ ପରଦିନ 10ଟା ଦେଇଗଲାଣି। ସକାଳୁ ରାକ୍ଷୀ ବାନ୍ଧନ୍ତି ଆଜ୍ଞା ପ୍ରଥମେ ଗଜପତି। ଗଜପତି ଯାଇ ରାକ୍ଷୀ ବାନ୍ଧିଲେ, ସୁନାର ରାକ୍ଷୀ ବାନ୍ଧିଲେ, ଛିଡ଼ିକିରି ଗଳି ପଇଲା। ଜଗା ପିନ୍ଧିଲାନି, ବଳିଆ ପିନ୍ଧିଲେ, ସୁଭଦ୍ରା ପିନ୍ଧିଲେ, ସାରେ ସୁନା ରାକ୍ଷୀ ଛିଡ଼ି ଗଳି ପଡୁଛି। ତାପରେ ଗଲେ ଭଗବାନ ଶଙ୍କର ବାନ୍ଧିବା ପାଇଁ ରାକ୍ଷୀ, ସିଏ ବି ଛିଡ଼ିକିରି ଗଳି ପଡୁଛି। ଆଶ୍ଚର୍ଯ୍ୟ ହଉଛନ୍ତି ପଣ୍ଡା ମାନେ, ଜଗା ହାତରେ ରାକ୍ଷୀ କାହିଁକି ରହୁନି? 10ଟାରୁ 10:30 ଭିତରେ ଯାଇ ଝିଅ ପହଞ୍ଚି ଗଲା, ରାକ୍ଷୀ ଦିଏ ସେ ଭଲ ରାକ୍ଷୀଟିଏ ଦେଇଛି। କହିଲେ ନନା ଗୋସେଇ, ମୁଁ ସେଇ ସିଏ ମହାପ୍ରସାଦ ଦେଇ ମୋ ଜଗନ୍ନାଥକୁ ଭାରି କରିଦେଲି, ମୋ ଭାଇ ହାତରେ ନେଇ ରାକ୍ଷୀ ବାନ୍ଧି ଦିଅ। ଆଜ୍ଞା ରକ୍ଷା କବଚ। ବ୍ରାହ୍ମଣ ନେଇ ଯେତେବେଳେ ଜଗା ହାତରେ ରାକ୍ଷୀ ବାନ୍ଧିଦେଲେ, ରାକ୍ଷୀ ହସିଲା, ଜଗା ବି ହସିଲା। ଆଜ୍ଞା ଜଗନ୍ନାଥ ହଉଛି ସ୍ନେହର ପ୍ରତୀକ, ଭାବର ପ୍ରତୀକ, ପ୍ରେମର ପ୍ରତୀକ, ସେ ଜ୍ଞାନର ପ୍ରତୀକ ନୁହନ୍ତି, ଧନର ପ୍ରତୀକ ନୁହନ୍ତି। ତେଣୁ ଆଜ୍ଞା ପୁଅ ମନ କଥା ଜାଣେ ସେ ন ମାତା ଭାଇ ମନ କବଳେ। ଯଜ୍ଞ ମଣ୍ଡପରେ ବ୍ରାହ୍ମଣ ମାନେ କହୁଛନ୍ତି ମାରେ ଗାନ୍ଧାରୀ କି କଣ ମାଗ? ଗାନ୍ଧାରୀ କହିଲେ ହେ ବ୍ରାହ୍ମଣ ଗୋସେଇ ମାନେ, ମୋ ପୁଅକୁ ଅଭାବ ପଡିବନି, ମୋ ପୁଅଟା ଭାରି ଖର୍ଚ୍ଚି। ମିତ୍ରାବରୁଣ କହିଲେ ତୋ ପୁଅକୁ ଅଭାବ ପଡିବନି, ଧରି ପକେଇଲେ ମାଟି ସୁନା ହେଇଯିବ, ଯା
ଚାଲିଗଲା ବେଳେ ପଦ୍ମ ଫୁଲ ଫୁଟିବ, ସୁନାର ପଦ୍ମ ବିକଶିତ ହବ ତୋ ପୁଅ ପାଖରେ। ସେ ଦୁର୍ଯ୍ୟୋଧନ ପରି ଆଜ୍ଞା ଯୋଗ ଜନ୍ମା ଧନାଢ୍ୟ ପୁଅ ଆଉ ଜନ୍ମ ହବ ନାହିଁ। ଯାଇ ପହଞ୍ଚିଗଲେ କୃଷ୍ଣ ଯୁଧିଷ୍ଠିରଙ୍କୁ ନେଇଛନ୍ତି। ଦୁର୍ଯ୍ୟୋଧନ ଉଠି ନମସ୍କାର କଲେ ଯୁଧିଷ୍ଠିରଙ୍କୁ, କହିଲେ ଭାଇ କୁଆଡେ? କହିଲେ ଶୁଣ, ଆମ ବାପା ଗୋଟାଏ ପାଦରେ ଛିଡା ହେଇଛନ୍ତି। ଓ ସିଏ ବସିବା ପାଇଁ ଜମତାଙ୍କୁ କହୁନାହାନ୍ତି। ତେଣୁ ନାରଦ ଦେଖି ଆସି କହିଲେ ଆମେ ଯଜ୍ଞ ଯିଏ କରୁଛ, ତମେ ଭାଇ ହିସାବରେ ଆମକୁ ସାହାଯ୍ୟ କର। ଦୁର୍ଯ୍ୟୋଧନ କହିଲେ ସାହାଯ୍ୟ କରିବା ପାଇଁ ମନା ନାହିଁ, ମତେ ନେଇ ଦେଖେଇ ଦିଅ। ମୁଁ ଯଦି ଦେଖିବି ମୋ ସାନ ବାପା ଛିଡା ହେଇଛି, ଯେତେ ଟଙ୍କା ଖର୍ଚ୍ଚ ହବ ମୁଁ ଖର୍ଚ୍ଚ କରିବି, ଆଉ କେହି ଖର୍ଚ୍ଚ କରିବେନି। ଆଜ୍ଞା ମତେ ନେଇ ଚାଲ ସେଇଠି ଦେଖେଇ ଦବ। ଆଜ୍ଞା ଭଗବାନ ଠାରିଲେ, କହିଲେ ତା ହେଇପାରିବନି। ତାହେଲେ ମୁଁ ସାହାଯ୍ୟ ଦେଇପାରିବିନି ନା, ସାହାଯ୍ୟ ନ ଦିଅ ବନ୍ଧୁପଣରେ ଯିବ ତ। ଦୁର୍ଯ୍ୟୋଧନ କହିଲେ ମୁଁ ଯିବି ଯେ ମୁଁ ଦାୟିତ୍ୱ କଣ ଦେବି, ମୋ ଦାୟିତ୍ୱଟା ଦେଇଯାଅ। କହିଲେ ଯୁଧିଷ୍ଠିରଙ୍କୁ କହିଦେଲେ କୃଷ୍ଣ, କହିଲେ ଦୁର୍ଯ୍ୟୋଧନରେ ତୁ ଭଣ୍ଡାର ଘରର ମାଲିକ ହବୁ। ଆଉ ଦୁର୍ଯ୍ୟୋଧନ ହସିଲା, କହିଲା 1000 ଲୋକ ପାଇଁ ଆଇଥବ, ମୁଁ 10 ଜଣଙ୍କୁ ଦେଇଦେବି, ଆଉ ସମସ୍ତେ ଅଭିଶାପ ଦେଇଯିବେ। ଆଉ ତେଣୁ ଠିକ ହବ, ମୋର ଯିବା ଠିକ ହବ। ଆଉ ଆଜ୍ଞା ସାନ ବାପା ଉଦ୍ଧାର ହେବେନି। ସାରେ ପଣ୍ଡୁ ଆଜି ଆପଣ ମାନଙ୍କର କାହିଁକି ଏକ ପାଦରେ ଛିଡା ହେଇଛନ୍ତି? ଆପଣ ମାନଙ୍କର ରୈବତକ ପର୍ବତରେ ବସନ୍ତ କାଳ ପ୍ରିୟତମା ମାଦ୍ରିକି ନେଇ ବୁଲୁଚିନି ରାଜା ପଣ୍ଡୁ। ମାଦ୍ରିକି ନେଇ ଆଜ୍ଞା ବୁଲୁଚିନି, ବସନ୍ତ ପବନ ବହୁଛି ଗୋଟିଏ ପଦ। ଆଉ ଆଜ୍ଞା ମୋ ଲକ୍ଷ୍ମୀଧର ବାବୁ ମଳି କରୁଛି, ଏକାଠିଆ ଗାଇବା ପାଇଁ ଚେଷ୍ଟା କର। ଓହୋ ଏ ପାଳି ସଙ୍ଗୀତା ଆଜି ଅଛନ୍ତି, କାଲି ପଳେଇବେ, କଣ କରିବ? ସେ କହ ତୁ ତୋର କହ, ତୋର ଏକା ଇଏ ଏକାଠି ବସୁଛ ଲ ଆଉ ଲକ୍ଷ୍ମୀଧର ନା କୁଆଡେ? ତୁ ତୋର ଖୋଜୁଛୁ ଲକ୍ଷ୍ମୀଧର ନା, ତମ ସାଙ୍ଗ କୁହ। ମୋର କଣ ଆଜି ଅଛି, କାଲି ମନେ ମତେ ଫୋପାଡ଼ି ଦବ। ତେଣୁ ତମ ସାଙ୍ଗଟା ଥାଉ, ଗୋଟିଏ ପଦ ଆପଣଙ୍କ ପାଖରେ ସୁନ୍ଦର ଭାବରେ ବୋଲ। ଆଜ୍ଞା ଆପଣଙ୍କର ବସନ୍ତ ଆସୁଛି। କହିଲେ ଶିଖରି ସିରି ଚୋରି କରି କହିଲାଣି ନିକଟରେ ଯୋଡ଼ିଏ ଆପଣ ମାନଙ୍କର ଅନର୍ଘ ଗାୟକ ଜନ୍ମ ହେଇଛନ୍ତି। ମୋ ବଡ ଭାଇ ସୁର ଭାଇ, ମହାନ ଜ୍ଞାନୀ ସୁର ଭାଇ, ମୋଠୁ ବୟସରେ ବଡ, ଆପଣ ମାନେ ଭରସା କରିପାରିବେନି। ବଡ ଭାଇ ବୁଦ୍ଧିଜୀବୀ, ଟୋପି ବାଲା, ସେ ନାଚ, ସେ ଛାତି ବାଲା ଅଲଗା। ଆଜ୍ଞା ଆପଣ ମାନଙ୍କର ପାଲା କାହିଁକି କମିଯାଏ ନା? ଆଜ୍ଞା ସ୍ୱାସ୍ଥ୍ୟ ନାହିଁ। ଛିଡା ହେଇ କହିଲେ ଗୋଟେ ଗାୟକ ଭଳି ଦେଖା ଯାଆନ୍ତିନି। ମୁଁ ଅନେକ ଜାଗା ଆଜ୍ଞା ପାଲା, ଦି ଭାଇ ଯାଇ ପାଲା ଗାଇଛି। ଆଉ ଗୋଟେ ବଳିଷ୍ଠ ଗାୟକ ଆପଣ ମାନଙ୍କ ଆଶୀର୍ବାଦରେ ଏ ମାଟି ଜନ୍ମ ଦେଇଛି, ଏ ମାଟି ପବିତ୍ର ହେଇଯାଇଛି। ସାରେ କେତେ ଲୋକ ନାହାନ୍ତି ଏରିଆରେ, କେତେ ପୁଅ ଜନ୍ମ ହେଇନାହାନ୍ତି, କେତେ ଗୁଣିକ ପୁଅ ଆସିନାହାନ୍ତି, କିନ୍ତୁ ଯୁଧିଷ୍ଠିର ପରି ଯାହା କହିଲେ ଓଡ଼ିଶା ଜାଣେ, ଏବଂ ଓଡ଼ିଶା ବାହାରେ ବି ଲୋକମାନେ ଜାଣନ୍ତି। ବୋଲ ସିଏ ତ ସବୁବେଳେ ପ୍ରେମରେ ରହିବା ଲୋକ ନା, ପ୍ରେମ ଗାୟକ। ଆଜ୍ଞା କହିବେ, ମତେ କହିବେ ନନା ଆମିଷ ବାମିଷ ବେଶୀ ଖାଅ ନା, କିନ୍ତୁ ନିଜେ 14 15 ନ ଡେଇଁଲେ ମନା କରିବ। ଆଜ୍ଞା ଆପଣ ମାନେ ଆସନ୍ତୁ ମୋର ପୂଜ୍ୟ ପାଦ ମଣ୍ଡଳୀ। ଆଜି ଆଜ୍ଞା ଆପଣ ମାନଙ୍କର ବସନ୍ତ ପବନଟା ବହୁଛି, ପର୍ବତ ଉପରେ ଅଛନ୍ତି ଆପଣଙ୍କର ପଣ୍ଡୁ ଆଉ ପ୍ରିୟତମା ମାଦ୍ରୀ। ଆଜି ଆଜ୍ଞା ଏଇ ଜଳରେ ଗୋଟେ ସର ମାରିଦେଲା କନ୍ଦର୍ପ।
जेजेरे तेजस्वी ता तेज ଅଛଏ ଜଣା रे पड़िले ମତେ ଭୋରେ भावे सुपरत यौवन हेला हेला ए रूपसी गोटे कथा विजय बाबू जोड़िए पुओ माछ तरकारी ହେଇଛି ସାନ ପୁଅ ଅଜଟ ହବ ତାକୁ ଦିଖଣ୍ଡ ଅଧିକ ଦେଇପାର ସବୁ ଦେଇଦେଲ ମାଛ ମୁଁ ଖାଲି ସୁନୁକୁ ସେ କଡେଇକି ଚାଟିକିରି ଖାଇବି ବିଚାର ନୁହଁ ବୋଲୋ ସୁବଳ ସାରେ ତାଙ୍କୁ 100 ଟଙ୍କା ଦେଇଥିଲେ ଆପଣଙ୍କୁ ମଧ୍ୟ 100 ଟଙ୍କା ଦେଇଛନ୍ତି ଆଜ୍ଞା କିନ୍ତୁ ପାଳିଆକୁ ଏପନ୍ତେ ଚାହିଁ ନାହାନ୍ତି ଶୁଣ ଯିଏ ଯାହା ହବାର କଥା ମା ପେଟରୁ ହେଇକି ଯାଇଛି ଆମର ବଡ ଭାଇ ସୁବଳ ଭାଇ ସିଏ ଜନ୍ମ ହେଲା ପୂର୍ବରୁ ତାକୁ ଠାକୁର କରୁଣା କରି ପଠେଇଛନ୍ତି ଆଜ୍ଞା ଶ୍ରୋତା ଦୁଇ ଭାଗରେ ବିଭକ୍ତ ଯୋଉମାନେ ମା ପେଟରେ ଥିଲା ବେଳେ ପାଲା ଶୁଣିଛନ୍ତି ସେ ଦର୍ଶକ ଅଲଗା ଆଉ ଯୋଉମାନେ ଜନ୍ମ ହେଲା ପରେ ଆଜ୍ଞା ପାଲା ଶୁଣିଛନ୍ତି ସେ ଦର୍ଶକ ହଉଛନ୍ତି ଆଜ୍ଞା ଅଲଗା ତେବେ ଯାହା ହଉ ଆଜ୍ଞା ପରିବାରରେ ସମସ୍ତେ ଗଲେଣି ବୁଢାବୁଢୀ 2 ଜଣ ଅଛନ୍ତି ମୁଁ ବେଶୀ ଆଉ କହୁନି ମାଲୋ ମା ଭଗବତୀ ମା ବନ ଦୁର୍ଗା ଆଉ 10ଟି ବର୍ଷ ତୁ ରହ କବୁ ଭାଇ ବେଶୀ 10 ବର୍ଷ ରହିଗଲା ପରେ 100 ପାଖାପାଖି ଲାଗିଯିବ ତାପରେ ଚାଲିଯିବେ ସମସ୍ତଙ୍କ କାନ୍ଧରେ ଆଉ କଣ ଅଛି ଆଉ ଗୋଟିଏ ପ୍ରାର୍ଥନା ଆଉ ଗୋଟିଏ ଅଳି ଆପଣ ମାନଙ୍କ ପାଦ ଧରି ମୁଁ କହୁଛି ମୋ ସୁର ଭାଇଟା ଟିକେ ରାଗି ଏଠି ଆଜ୍ଞା ଗାୟକ ମାନଙ୍କର ଗୋଟିଏ ରହିବା ପାଇଁ ଭଲ ମନ୍ଦର ସାହାଯ୍ୟ କରିବା ପାଇଁ ଗୋଟିଏ ସୁନ୍ଦର କୋଠାଟିଏ ଆଜ୍ଞା ତିଆରି ହେଇଛି ତା ଦେହରେ ଅନ୍ୟମାନେ ଅଂଶ ନେଇଛନ୍ତି କିନ୍ତୁ ମୋର ସୁବଳ ଭାଇ ମୁଖ୍ୟାଂଶ ଆଉ ଆଜ୍ଞା ମୋର କେଳୁ ବାବୁ ଯିଏ ଏ ଅନୁଷ୍ଠାନର ସର୍ବସ୍ୱ ଆଜ୍ଞା ସେ ବି ତା ଦେହରେ ମୁଖ୍ୟାଂଶ ଆପଣ ଡାକିକିରି ସୁର ଭାଇକି ଡାକିକିରି ତା ହାତରେ ଦେଇଦେବେ ଗୋଟେ ରାଗି ପୁଅଟା କଣ କରିବା ଫୋପାଡ଼ି ଦବା ରାଗି ହେଲେ ବି ପୁଅ ଶାନ୍ତ ହେଲେ ବି ପୁଅ ମୁଁ ମୋ ଭାଇ ପାଇଁ ଅଳି କରି ଆପଣଙ୍କ ପାଖରେ ପ୍ରାର୍ଥନା କରିକିରି ଗଲି ସାର୍ ଆପଣ ମାନେ ଲକ୍ଷ୍ୟ ଦେବେ ଆଜି ଗୋଟେ ଦୁଷ୍ଟ କନ୍ଦର୍ପ ଗୋଟେ ସର ମାରିଦେଲା ସାର୍ ସେ ଏଡ଼େ ଦୁଷ୍ଟ ଯେ ତା ସର ବାଜିଲା କ୍ଷଣି ଦେହ ପୋଡ଼ିବ विश्वनाथ कविराज लिखिले विश्वनाथ कविराज बोले चंद्र चंद्र दोरायते मुदुगति बातो भी वज्रायते आज्ञा कंदर पवन रे विजगत हवा पुरुष हेउ बा नारी हो जदि कंदर पसर बाजिला आज्ञा आपण मानकर चंद्र किरण जड़ा जीव सूर्य किरण भरी पोड़ी पकेइबो बातो भी वज्रायते दक्षिणा पवन देहरे बाजिले जानिबे कोन वज्र बाजिला की आलोक स्तिमिरायते आलोकटा अंधार करि दबो सारे राजा अज्ञान होई गले परमा सुंदर स्त्री मादी छरा इति पाखरे कहले माद्री वो पाखु टिके आसो स्वामी ये कोन वो पाखु टिके आसो स्वामी उडा भलो कथा नुए आज्ञा आपण को बा अभिशाप अछि आपण जो दिन नारी संग करिवे सेही दिन छाडी दुनिया पळेइबे अच्छा अच्छा बोले अरे मरी गले मरी जाई पारे वो पाखु टिके आसो स्वामी कहलेनी मु से ड्रेस सब नै करी आस्तांती आज्ञा रो 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 आज्ञा कल्याण वही मां वो गुरुजन मंडली सारे आपणकर 6टी बाटरे पुरुष माने नारी मन को किलमती तेनु चतुर्थी राति रे 6टा जिनिस नहीं रसिक पुरुष माने तांको स्त्री पई जाइथांती केतटा जिनिस आपण गोटे राज्य जय करि परिबे किंतु गोटे स्त्री रो मन को जय करि परिबे केतटा जिनिस चतुर्थी राति रे नियंती पुरुष मु कहू नै कहितले कालिदास 6टा जिनिस नहीं रसिक माने जाती स्त्री पुरुष खुशी होंती से नारी खुशी हुआ गया अच्छा सारे मु तो गोटा जिंस नेतिली मो स्त्री खुशी अछि कौन नहीं दलु सर दीटा हाजमला चॉकलेट नेतिली हाजमला चॉकलेट नहीं दलु से बहु भाई से भारी खुशी अछि काई की नहीं दलु सर फास्ट देखा काळे हजम करि परिबो न परिबो तार मोर आगुर देखाइ नथिला तो फास्ट देखा काळे हजम करि परिबो न परिबो सेति पई हाजमला चॉकलेट नेतिली से तो 15 वर्ष ला भारी खुशी अछि अरे रे पचारती आज्ञा ज्ञानी माने फूल ठारू कोमल किए फूलरू नरम किए नरम किए नारी नारी
ଫୁଲ ଠାରୁ ଆହୁରି କୋମଳ ହଉଛି ନାରୀ। ସାର୍ କଣ କହୁଛୁ? ଯିଏ ତ ଚିପ୍ସ ବାଢଉଛନ୍ତି କ୍ରସରରେ ସେ ନାରୀ ଏତେ କୋମଳ ହେଇପାରିବେନି। ନା। ଖରାରେ କାମ କରୁଛନ୍ତି କେମିତି କୋମଳ ହେବେ? ଶୁଣ, ସିଆଡକୁ ଛାଡେ। ହଁ, ଛାଡେ। ସାରେ ଆଜି କବି ସମ୍ରାଟ ଭଞ୍ଜଙ୍କର ଗୋଟିଏ ଓଡ଼ିଶୀ ଗାଉଛି। ଗାଆନ୍ତୁ। ଆଉ ତ ପାଞ୍ଚ ରାତି ପାଲା ଅଛି, ହଁ। କାଲି ସାଙ୍ଗ ଯିବା। ସାଙ୍ଗ ହେଇଯିବା। ତମେ ଗାଇବ, ମୁଁ ଗାଇବି, ପିଲା ବସିବେ। ଗୋଟାଏ ବସରେ ଆମେ ଯିବା। ପିଲା ବସିବେ, ତାଙ୍କ ଗାଡି ଏଇଠି ରଖିଦବା। ପିଲା ବସିବେ, ତମେ ଗାଇବ, ମୁଁ ଗାଇବି। ଗାଇବି, ହଁ। ଆଜି ଡାକୁଛନ୍ତି ଆପଣ ମାନଙ୍କର ପଣ୍ଡୁ ଆଚ୍ଛା। କହିଲେ ମାଦ୍ରୀ ସ୍ୱାମୀ ଶୁଣ। କିଛି ମତେ କୁହ ନା। ଆରେ ଶୁଣ ରେ, ମୁଁ ଏପଟକୁ ଯାଇ ବସୁଛି। ତୁମେ ଆସ। ହଉ ଏ ବଞ୍ଜନାରେ ଆଜି ଏ বঞ্জনারে কে জিতে দাস গো বঞ্চনারে ପ୍ରସରରେ ପ୍ରପୀଡ଼ିତ ହୋଇ ସ୍ତ୍ରୀକି ଧରି ପକେଇଲେ। ଆଉ ପଦେ ଗାଇ ଦିଅ ସ୍ୱାମୀ, ଭଲ ଲାଗୁଛି। ତମ ଷ୍ଟୋନ ଟା ଏତେ ପତଳା ହେଇଛି, ଏତେ ସୁନ୍ଦର ଲାଗୁଛି, ତାଙ୍କ ଷ୍ଟୋନ ଟା ଭଲ ନାହିଁ। ଖରାପ କହିଲୁ। ସେ କାହିଁ ଟିକେ ପରୀକ୍ଷା କରୁନାହାନ୍ତି କୌଣସି ଗୋଟେ ଗାଇନିଂ ଡାକ୍ତର ପାଖରେ? ତଣ୍ଟି କରିବେ ପରୀକ୍ଷା, ଗାଇନିଂ ଡାକ୍ତର ପାଖକୁ ଯିବେ। ସବୁ ଗାଇନିଂ ପାଖରୁ ଗଲେ ସେ ପୁରା ପେଟ ପାଖରୁ ତଣ୍ଟି ପର୍ଯ୍ୟନ୍ତ ସବୁ ଦେଖିଦବ। ତାଙ୍କର ପେଟ ଦୋଷ ବି ଅଛି। ଏତେ ବଡ ପେଟ କଣ ବାହାରିଛି? ଲକ୍ଷ୍ମୀଧର ବାବୁ ଆଜ୍ଞା, ଆମେ 40 ବର୍ଷ ହେଲା ପଲା ଗାଇଲୁ। 20 ବର୍ଷ ତଳରୁ ଆଜ୍ଞା ଖଣ୍ଡେ ଯଦି ମୋ ପାଖରେ ବେଶୀ ପଡିଥିବ, 2 ଥର ବେଗ ଟିକେ ଅନେଇବ ଆଜ୍ଞା। ମାଛ ମାଂସ ଅଧିକା ଆମେ ଖାଇଦଉ। ଇଏ ଖାଆନ୍ତି ଆଜ୍ଞା। ଗ୍ୟାସ ହେଲା ପରେ 20 ବର୍ଷ ହେଲା ଆଉ ମାଛ ଖାଉ। ନନାପା ଜମା ଆଇଁଷ ଖାଉନାହାନ୍ତି, ସେ ମଠରେ ରହୁଛନ୍ତି। ଜମା କିଏ ମଠରେ ବେଶୀ ଆମିଷ ଖାଆନ୍ତି। ମଠରେ ବାଜି ଗୁଡା ଆଇଁଷ ଖାଆନ୍ତି ଆଜ୍ଞା। 8ଟା ଆମିଷରୁ ନାରୀ ହଉଛି ଉତ୍କଟ ଆମିଷ। ଛାଡେ ମତେ ସିଆଡକୁ ନିଏ ନା। ତେଣୁ ଆଜ୍ଞା ମଠକୁ ପଳେଇ ଆଇଛି ଲକ୍ଷ୍ମୀଧର ବାବୁ। କାହିଁକି? ଘରେ ସେ ବହୁ ବିଗିଡା ବିଗିଡି କରିବ, ମଠକୁ ପଳେଇଲେ ଘୋଡ଼ା ଭଲ ଗଲା ଫାଙ୍କା ଜାଗା ବୁଲିକିରି କାଜୁ ବାଡି ତାଙ୍କର ପ୍ରଚୁର କାଜୁ। ଯାଉ ମଣକୁ କାଜୁ ବାଡି। ଆଜ୍ଞା ଆପଣ ମାନେ ଲକ୍ଷ୍ୟ ଦେବେ ସାର୍, ଏଇଠି ଆପଣ ମାନଙ୍କର କୋଳ କରିନେଲେ ମାଦ୍ରିକି। ମାଦ୍ରି ସହିତ ଯେତେବେଳେ ଦେହରେ ଦେହକୁ ଆଜ୍ଞା ମିଶେଇ ଯାଇଛନ୍ତି, ବିନ୍ଦୁ ପତନ ହଉଛି ଆପଣ ମାନଙ୍କର। ଏଇ ବେଳରେ ଆଜ୍ଞା ବକ୍ଷ ଫାଟିଗଲା। ଅଭିଶାପ ପାଇଦେଲେ ଗୋଟିଏ ବାବାଜୀ, ତାଙ୍କ ନାମ ହଉଛି ଅଗ୍ନିକା ବାବାଜୀ। ସିଏ ଗୋଟିଏ ମୃଗୁଣୀକି ହରଣ କରୁଥିଲେ। କାମ କଷ୍ଟ ସହି ନ ପାରି ଗୋଟେ ପଶୁକୁ ହରଣ କରୁଥିଲା ବେଳେ ରାଜା ମୃଗୟାକୁ ଯାଇଥିଲେ, ସର ଇନ୍ଧନ କଲେ, ସର ଜିନ୍ଧି ଦେଲେ। ଋଷି ମଲେ, ମୃଗୁଣୀ ମଲା। ଋଷି ମଲା ବେଳେ କହିଗଲେ, କହିଲେ ରାଜା, ଏ ଜଳରେ ଏ ସୁଖରେ ତମେ କଷ୍ଟ ବର୍ଷଣ କରିଛ, ମୁଁ ଅଭିଶାପ ଦେଇ ଯାଉଛି। ଯୋଉ ଦିନ ନାରୀ ପ୍ରେମରେ ଜଡ଼ିତ ହବ ମରିଯିବ, ସେଇଦିନ ମୃତ୍ୟୁ ବକ୍ଷ ଫାଟିଯିବ। ସାରେ ଆପଣ ମାନଙ୍କର ଅଗ୍ନିକା ଋଷିଙ୍କର ଅଭିଶାପରେ ଆଜି ସେ ପାଇନାହାନ୍ତି। ଚମୁକି ଛିଡା ହେଇଛି, ଗୋଟିଏ ଗୋଡରେ ଛିଡା। ଆରେ ଇଲରେ ସମସ୍ତେ ଆସିଗଲେ ଆଜ୍ଞା। ଆପଣ ମାନେ ମୋର ବିଚାରକ ମଣ୍ଡଳୀ, ମାନଗୋବିନ୍ଦ ଦୁର୍ଯ୍ୟୋଧନ ମଧ୍ୟ ଆସିଲେ। ସେ ଭଣ୍ଡାର ଘରରେ ଆଜ୍ଞା ରହିଲେ। ସାରେ ଆପଣ ମାନଙ୍କର କୃଷ୍ଣଙ୍କୁ ଦେଖି ଦୁର୍ଯ୍ୟୋଧନକୁ ଦେଖି କିମିତିଆ ହେଇଯାଉଛି। ଗୋଟାଏ ପଦ ଆଜ୍ଞା, ଗୋଟିଏ ପଦ ଆପଣ ମାନଙ୍କର ଆଜ୍ଞା। ମଥୁରା ମଙ୍ଗଳ ଗୋଟିଏ ସୁନ୍ଦର ପଦଟି ଆଜ୍ଞା। କାହାକୁ ଦେଖିଲେ କିଏ ଦୁଃଖ କରି ପଦଟିଏ ସୁନ୍ଦର ପଦଟି ଟିକେ ଦେଖିଲ ନାରଣରେ। କହିଲେ ଯେ ଦୁର୍ଜନ ଲୋକକୁ ସଜନ ନରୁଚେ, ମୂର୍ଖ ଗୁଣର
ଆଜ୍ଞା କେତେ ସୁନ୍ଦର ପଦଟି ଆଜ୍ଞା। ଦୁଷ୍ଟ ଲୋକ ମାନଙ୍କୁ ସନ୍ଥ ଲୋକ ଭଲ ଦେଖାଯାନ୍ତି। ଭଲ ଲାଗୁଛି ଆଜ୍ଞା ମୂର୍ଖ ଲୋକ ମାନଙ୍କୁ ବେଦ ମାରେ ଭଲ ଲାଗେ ନା। ଲାଗିବନି ଆପଣ ମାନେ ବିଚାର କରୁଥିବେ ବିଟପି ନାରୀ କି ପତି ଭଲ ଲାଗେ ନା। ସବୁବେଳେ କଜିଆ କରୁଛି ତମେ କଲିକତା ଯାଉନା ଘରେ କାହିଁ ବସିଛ। ବିଟପି ନାରୀ କି ପତି ନରୁଚଇ କୋଳ କି ଜାଣେ ରମ୍ବା ସ୍ୱାଦ। କୋଳ କହିଲେ ଘୁଷୁରୀ ସିଏ କଣ ଆଜ୍ଞା ଏ କଦଳୀର କଦଳୀ ବଢିଲାଣି କେତେ ଦେଖରେ। ଆଜ୍ଞା କୁକୁରକୁ ଆପଣ ମାନେ ନେବେ ଯଜ୍ଞ ମଣ୍ଡପକୁ ଆଜ୍ଞା ବ୍ରାହ୍ମଣ ମାନଙ୍କୁ ଓଦା କରିବା ଛଡା ଆଉ କିଛି କୁକୁରର କାମ ନାହିଁ। ରେ କୁକୁର କାହିଁକି ଆଜ୍ଞା ଗୋଡ ଟେକେ ତୁଳସୀ ଗଛ ମୂଳେ ଆଜ୍ଞା ଆପଣଙ୍କର କାହିଁକି କୁକୁର ପରିସ୍ରା କରେ। ଆମର ଶ୍ରଦ୍ଧେୟ ସାନ ଭାଇ ଯୁଧିଷ୍ଠିର ବାବୁଙ୍କ ସାଙ୍ଗରେ ପରିଜା ବାବୁଙ୍କ ସାଙ୍ଗରେ ପାଟିଗୋଳ ଥରେ ହେଇଥିଲା। ପାଟିଗୋଳ ମାନେ ଯୁକ୍ତି ତର୍କ ଥରେ ହେଇଥିଲା। ଆଜ୍ଞା ମୁଁ ପଚାରିକିରି ଆସିଥିଲି ବୋଲି ପରିଜା ବାବୁ ଆପଣ ତ ଜଣେ ବିଜ୍ଞ ଗାୟକ କାହିଁକିନା ଅଛନ୍ତି ବଜାର ଉପରେ ସବୁବେଳେ ଖବର କାଗଜ ଏବଂ ଆପଣ ମାନଙ୍କର ଟେଲିଭିଜନ ରେଡିଓ ସମ୍ପର୍କରେ ଆଜ୍ଞା ଆସୁଛନ୍ତି। ତାଙ୍କୁ ପଚାରିଦେଲି ଯେ କୁକୁର କାହିଁକି ଚଉରା ଉପରକୁ ମୁତେ। ଯଥୋଚିତ ଉତ୍ତର ଦେଇଥିଲେ କହିଲେ ଦତ୍ତନ ନା ଭାରତୀୟ କୁକୁରଙ୍କର ଯୋଉ ବୁଦ୍ଧି ଅଛି ଆମେରିକାର ବୈଜ୍ଞାନିକ ମାନଙ୍କର ସେ ବୁଦ୍ଧି ନାହିଁ। କହିଲି କଣ ହେଲା କହିଲେ ଆମ ଭାରତ କୁକୁର ମାନେ ଜାଣନ୍ତି ଯେ ତାଙ୍କ ପରିସ୍ରାରେ ଗନେରିଆ ମାନେ ଜୀବାଣୁ ଅଛନ୍ତି। ଗନେରିଆ ରୋଗ ଗୁଡାକ କୁକୁରକୁ ହେଇଥାଏ। ସେ ଯଦି ପଦାରେ ମୁତିବେ ଲୋକମାନେ ମାରିଲେ ତାଙ୍କୁ ଗନେରିଆ ରୋଗ ହବ। ସିଏ ପରିସ୍ରା କରନ୍ତି ତୁଳସୀ ଗଛ ପାଖରେ। ତୁଳସୀ ଗଛର ଯୋଉ ପିତା ରସ ସେ ପିତା ବାସନାରେ ଗନେରିଆ ଜୀବାଣୁ ମରିଯାଆନ୍ତି। ଉପଯୁକ୍ତ ଉତ୍ତର ପାଇଥିଲି ଆଜ୍ଞା। କାର୍ତ୍ତିକ ମାସରେ ମୁଁ ଯେତେବେଳେ ଭୋରୁ ଗାଧେଇକିରି ଆସିକିରି ତୁଳସୀ ପାଏ ସେତିକିବେଳେ ସେ ନୁଣିଆ ନୁଣିଆ ଲାଗେ। ହଁ ନୁଣିଆ ଲାଗେ ସେଇ କଥା ମୁଁ ଆଜି ଜାଣିଲି। କୁକୁର ମତେ ମୁଁ କହିଲି ନୁଣି କିଏ ଜାଳି ଦେଇଛି ଆଣିକିରି ରହିଲା ଧନରେ। ଆଜି ଗୋଟେ ଗୁମୁଟ ତିଆରି କରାଗଲା କୃଷ୍ଣଙ୍କର ନିର୍ଦ୍ଦେଶରେ। ଘର ଭିତରେ ଥିବା ଲୋକ ଆଜ୍ଞା ବାହାର ଲୋକଙ୍କୁ ଦେଖିପାରିବେନି। ପଛପଟରେ ଝରକାଟିଏ କରାଗଲା। ସାରେ ଧନ ପଇସା ତ ନାହିଁ ପାଣ୍ଡବ ମାନଙ୍କର ଆଜ୍ଞା ଧନ ପଇସା ନାହିଁ। ଧନ କୋଉଠୁ ଆସିଲା? ବାପା ତ ନାହାନ୍ତି ଆଜ୍ଞା ଆଉ ଧନ ଦବ କିଏ? ପୁଅ ଜାଣେ ମୋ ବାପା ହଉଛି ମୋର ବ୍ୟାଙ୍କ। ପୁଅ ଯାହା ମାଗେ ବାପା କରଜ କରୁ ବିକ୍ରି କରୁ ଆଣିକିରି ପୁଅର କାମନା ପୂର୍ଣ୍ଣ କରେ। ଆଜି ଆଜ୍ଞା ପୁଅ ମାନଙ୍କ କଥା ମୁଁ ଦେଖିଲେ ଭାରି ଦୁଃଖ କରୁଛି ଆଜ୍ଞା। ପୁଅ ମାନେ କେବେ ହେଲେ ଯାଉଛନ୍ତି ପୁଅ କେବେ ହେଲେ ଆଜ୍ଞା ବାପାଙ୍କ ପାଖକୁ ଯାଆନ୍ତି ନା। ଗୋଟାଏ ବେଳରେ ଯାଆନ୍ତି ଯେତେବେଳେ ଗାଡିରୁ ତେଲ ସରିଯିବ ବାପା ପାଖକୁ ପୁଅ ଯିବା ପାଇଁ ବାଧ୍ୟ। କିରେ କଣ କହୁନୁ ନା କହୁନ ତୁ କାହିଁ କଣ ହେଇଛି କଣ କାହିଁ ମୋ ସୁଗେ ଛିଡା ହେଇଛୁ ନା ବାପା ତେଲ କାଲି ସଇଲାଣି। ଆଶା ତ କହିବ ଆଉ କେତେ ପକେଇବୁ 300 ଟଙ୍କା 200 ଟଙ୍କା ଟିକେ ପକେଇ ଦେଇଥାନ୍ତି ଆଜ୍ଞା। ତେଲ ପଇଲା ବେଳେ ଆଜ୍ଞା ପୁଅ ମାନେ ଭାରି ବାପାକୁ ଭକ୍ତି କରନ୍ତି। 10ଟା ପୁଅରେ ପରିବାରର ଦୁଃଖ ଯାଏ ନା ଗୋଟାଏ ଝିଅରେ ଦୁଃଖ ଚାଲିଯାଏ। ଗୋଟିଏ ଝିଅ ଯଦି ଥବ ପରିବାର ଭିତରେ ବାପାଙ୍କୁ କହିବେ ବାପା ଜାମା ଓହ୍ଲେଇଲ କାଲି ପାଲା ଦେଖିଦିଅ ମୁଁ କାଚିଦିଏ ଆଜ୍ଞା। 10ଟା ପୁଅ ଦେବେ କେହି ପୁଅ କହିପାରିବେ ମୁଁ ମାର ଲୁଗା କାଚୁଛି ବାପାର ଜାମା କାଚୁଛି ହେଇପାରିବନି ରେ। କଳିଯୁଗରେ ଯାହା ଘରେ ଝିଅ ନାହିଁ ତା ଘର ଆଜ୍ଞା ସୁଖ ନାହିଁ। 16 ଓଲଟା ଯଦି ତମେ ଡାହାଣ ପଟରୁ ଜୀବ ନବ ପୁଅ ପାଇଁ ଖରାପ। ବାଁ ପଟରୁ ଯଦି ଜୀବ ନବ ଝିଅ ପାଇଁ ଖରାପ। ତଳୁ ଯଦି ତମେ ଜୀବଟାକୁ ନବ ହୁଳହୁଳି ପକେଇଲା ପାଇଁ ସ୍ୱାମୀ ପାଇଁ ଖରାପ। ତାପରେ ହୁଳହୁଳି ପକେଇଲା ବେଳେ ଜୀବଟା ଉପରୁ ଆଣିବ। ଉପରୁ ଆଣିଲେ ଭଲ। ମୋ ସ୍ତ୍ରୀ କି ମନା କରିଛି ଯୁଆଡେ ଯିବୁ ହୁଳହୁଳି ଜମା ପକେଇବନି। ତୋର ଜମା କୋଉଠୁ କୋଉ ପଟରୁ ଯାଏ ଠିକ ହଇଲେ ମୁଁ ଜାଣିଛି। ବଡ଼ ମଉସା ଟିକେ ବସି ଯାଆନ୍ତୁ। ଆଜି ପାଲାର ଅନ୍ତିମ ରଜନୀର ଅନ୍ତିମ ପର୍ଯ୍ୟାୟ। ସାର୍ ଏ ଭଜନଟି ନିଜ ଲେଖା ମୁଁ ନିଜେ ଲେଖିଛି।
ନିଜେ ମଧ୍ୟ ସ୍ୱର ସଂଯୋଜନା କରିଛି ଏ ଲକଡାଉନ ବେଳର କଥା ଆଉ ବିଶେଷ କରି ଏ ସଂସ୍କାର ଚ୍ୟାନେଲ ମାଧ୍ୟମରେ ମଧ୍ୟ ସେ ଭଜନ ପ୍ରାୟ ୟୁଟ୍ୟୁବରେ ବାଜୁଛି। ଆଜି ମଧ୍ୟ ମନେ ପଡ଼ିଲା ସେ ଗୀତଟି ଭାଇ କହିଥିଲେ ଗାଇବା ପାଇଁ ମୁଁ ଗାଇ ଦେଉଛି। ତା ପୂର୍ବରୁ ସେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆପଣମାନେ ଏଠୁ ଯୋଡ଼ା ହସ୍ତରେ ଟିକେ କରତାଳି ଦେବେ ଆଉ ମୁଖରେ ହରିବୋଲ ଦେବେ। ମା ଟିକେ ହୁଳହୁଳି ଦିଅ, ସମସ୍ତଙ୍କର ମହାବାହୁ ମଙ୍ଗଳ କରନ୍ତୁ। ବଡ଼ ଦେଉଳରେ ବଡ଼ ଦେଉଳରେ ଜୟ ବସିଛି ମୁଁ ଭଲ ପାଇଛି ବୋଲ ମୁଁ ଭଲ ପାଇଛି। ଗୋଟେ କୁନି ଝିଅ ତା ମା କହୁଛି କାହାକୁ ସେ ଭଲ ପାଇଛି, କି ଉନ୍ନତ ଚିନ୍ତାଧାରା। ଆସନ୍ତୁ ଶୁଣିବା। ମୁଁ ଭଲ ପାଇଛି ବୋଲ ମୁଁ ଭଲ ପାଇଛି, ହଁ ମୁଁ ଭଲ ପାଇଛି ବୋଲ ମୁଁ ବଡ଼ ଦେଉଳରେ ବଡ଼ ଦେଉଳରେ ଜୟ ବସିଛି ମୁଁ ଭଲ ପାଇଛି ବୋଲ ମୁଁ ଭଲ ପାଇଛି, ହଁ ମୁଁ ଭଲ ପାଇଛି ଭାଇ ଭଉଣୀରେ ଘର ଛୋଟିଆ ସଂସାର ତାର, ଭାଇ ଭଉଣୀରେ ଘର ଭାଇ ଭଉଣୀରେ ଘର ଛୋଟିଆ ସଂସାର ତାର, ଭାଇ ଭଉଣୀରେ ଘର ବଳରାମ ଦେଢ଼ଶୁର ସୁଭଦ୍ରା ନଣନ୍ଦ ମୋର, ବଳରାମ ଦେଢ଼ଶୁର କେତେ ପଲା ପରିହାରି କେତେ ପଲା ଆଉ କେତେ ପଲା ପରିହାରି କେତେ ଖଲି ଦେଇଛି ମୁଁ ଭଲ ପାଇଛି ବୋଲ ମୁଁ ଭଲ ପାଇଛି, ହଁ ମୁଁ ଭଲ ପାଇଛି ବୋଲ ମୁଁ ଭଲ ପାଇଛି, ହଁ ମୁଁ ଭଲ ପାଇଛି ବୋଲ ମୁଁ ଭଲ ପାଇଛି। ବଡ଼ ଦେଉଳରେ ବଡ଼ ଦେଉଳରେ ଜୟ ବସିଛି ମୁଁ ଭଲ ପାଇଛି ବୋଲ ମୁଁ ଭଲ ପାଇଛି, ହଁ ମୁଁ ଜାନି ଯୌତୁକ ଭାର କିଛି ଲୋଡ଼ା ନାହିଁ ତାର, ଜାନି ଯୌତୁକ ଭାର ଜାନି ଯୌତୁକ ଭାର କିଛି ଲୋଡ଼ା ନାହିଁ ତାର, ଜାନି ଯୌତୁକ ଭାର ଷାଠିଏ ପଉଠି ଅନ୍ନ ଛପନ କୋଟି ଭଣ୍ଡାର, ଷାଠିଏ ପଉଠି ଅନ୍ନ ଦେବଦାସୀ ନୃତ୍ୟ ଦେଖି ଦେବଦାସୀ ଦେବଦାସୀ ନୃତ୍ୟ ଦେଖି ନିଦ୍ରା ଯାଉଛି ମୁଁ ଭଲ ପାଇଛି ବୋଲ ମୁଁ ଭଲ ପାଇଛି, ହଁ ମୁଁ ଭଲ ପାଇଛି ବୋଲ ମୁଁ ଭଲ ପାଇଛି, ହଁ ମୁଁ ଭଲ ପାଇଛି ବୋଲ ମୁଁ ଭଲ ପାଇଛି। 14 ଭୁବନେ ରାଜା ସଭିଏ ତାର ପରଜା, 14 ଭୁବନେ ରାଜା ସଭିଏ ତାର ପରଜା,
ଚଉଦ ଭୁବନେ ରାଜା ସଭିଏ ତାର ପରଜା ଚଉଦ ଭୁବନେ ସୁଖ ଦୁଃଖ ପାପ ପୁଣ୍ୟ ବାଣ୍ଟୁଛି କାଳିଆ ରଜା ସୁଖ ଦୁଃଖ ଦିନହୀନ ଇଲାପତି ଦିନହୀନ ଇଲାପତି ଦିନହୀନ ପାଦ ପୂଜୁଛି ମୁଁ ଭଲ ପାଇଛି ବୋଲ ମୁଁ ଭଲ ପାଇଛି ହଁ ମୁଁ ଭଲ ପାଇଛି ବୋଲ ମୁଁ ବଡ଼ ଦେଉଳରେ ତାରା ବଡ଼ ଦେଉଳରେ ତାରା ଜୟ ବସିଛି ମୁଁ ଭଲ ପାଇଛି ବୋଲ ମୁଁ ଭଲ ପାଇଛି ହଁ ମୁଁ ଭଲ ପାଇଛି ବୋଲ ମୁଁ ଭଲ ପାଇଛି ହଁ ମୁଁ ଭଲ ପାଇଛି ବୋଲ ମୁଁ ଭଲ ପାଇଛି ହଁ ମୁଁ ଭଲ ପାଇଛି ବୋଲ ମୁଁ ଭଲ ପାଇଛି। ଜୟ ଜଗନ୍ନାଥ। ଓ ଆଜ୍ଞା ଧୀର ବର ପଣ୍ଡିତ ମୋ ଡେରି ଥିବେ କର୍ଣ୍ଣ ରାଜା ନାୟ ତାରି ପଦର ବର୍ଣ୍ଣନ ଆଜ୍ଞା ଆଶୀର୍ବାଦ କରିଥିବେ ସତ୍ୟନାରାୟଣ ଆଜ୍ଞା ମୋ ସାରେ ମାନେ ଦୁଇଟି ସାରେ କହିଛନ୍ତି ଆଜ୍ଞା କହିଲେ ଆପଣ ରାଜସ୍ୱ ଯଜ୍ଞ ସାରି ଯେନତେନ ପ୍ରକାରରେ ଆପଣ ଦ୍ୱିତୀୟ ମେଲୋଡ଼ିକି ଆମକୁ ଶୁଣେଇବେ ସାରେ କଣ କରିବି 72 ବର୍ଷ ହେଲା ଆପଣମାନଙ୍କ ଆଶୀର୍ବାଦରେ ବଞ୍ଚିଛି ଆଜ୍ଞା କାଲି ପୁଣି ଭଦ୍ରକ ଯିବୁ ଆଉ ଆଜ୍ଞା ସାନ ଭାଇଟି ତାଙ୍କର ହଉଛି ମେଷ ରାଶି ଦିଜା ଏକ ନରଗଣ ସାରେ ବୁଦ୍ଧିର ଆଜ୍ଞା ଚରମ ସୀମାରେ ବୋଲେ ନନା ମୋର ଟିକେ କାମ ଅଛି ମୁଁ ଟିକେ ଘର ହେଇକିରି ଯିବି ଆଗରେ ପଢିବି ତମେ ପଢେଇକିରି ଆଉ ପିଲାଙ୍କୁ ନେଇକିରି ହଁ ସାର୍ ମୁଁ ଟିକେ ଖାଲି କହିଦିଏ ସାର୍ ପରିବେଷଣ ହେଇଥିବା ଏ ଜଗନ୍ନାଥଙ୍କ ଭଜନରେ ମୁଗ୍ଧ ହୋଇ मनोज कुमार पंडा सनातन खुंटिया विद्याधर दास ये मनोज बाबू 100 टंका विद्याधर बाबू 100 टंका 20 टंका एवं सनातन बाबू 100 टंका 220 टंका ये भजन मुग्ध होई अर्पण करछंती आमे तांको आशीर्वाद प्रदान करिवे आपण मु ताको सादर ग्रहण करूची तार संगे संगे विद्याधर सर आपण को मध्य 100 टंका अर्पण करछंती आगे तोर 220 सारे करो मो पई 100 ना लिखती मार दो भाई घर हिसाब अरे सार छिड़ा दिन सार को फोटा मगे देकर की पिलाई तो सर को फोटा दियो हां तो करी सांग करी जेते पाई जल्दी आगुरु एपे मिसे दवा आज्ञा ओ आज आपण माने इला को 400 गुडे देइछिनी मूर्ख दत्त पंडा 100 टका देइछिनी मु खुशी आज्ञा आगे आगे से समस्त दाता बाबू मानकर महाप्रभु जगन्नाथ स्वामी माँ भगवती वन दुर्गा सर्वारिष्ट मोचन करी सर्वश्री काले सुख फल प्रदान करतु बोल प्रेमानंदे आनंद एक बार हरि हरि आज्ञा आपण माने पळे आसतु बस बस मोर कोन कोरे पैसा मारुची आज्ञा मोर पूज्यपाद मंडली बापा ये कौन होला एकादरे 3-4 मूर्ति जाउछ बापा ये भलो नो बापा जमा भलो न बा माँ रागिब माँ वन दुर्गा निश्चित रागिब आज्ञा आदि आपण मैंने न रे ताले मु 10-30 मिनिट भितर आज्ञा राजस्व यज्ञ सारी दौर पलैबा आदि द्वितीय नल को टे आपण मैंने आखिरे पकड़ चाहती भक्ति रस बहीटा तो टे आपटे विजय बाबू मत बहुत बाध्य करते आज्ञा देखिए ता भर टे पलि जावाई कहीं मन हो सार कहला अरे धन रे आज ब्राह्मण मानकर जाज्ञिक मानकर आज्ञा आपण मानकर यज्ञ मंडप उछुले जाउछि मंत्रर ओंकार ध्वनि रे सारे आपण मानकर दिया जाइछि सुंदर भाव रे कवि माघ लिखिले कहले ऋतु वेद साम वेद
ଆଜ୍ଞା ଏ ଯଜୁର୍ବେଦ ଅଥର୍ବଣମ୍ ଚତୁର୍ବେଦାଇତି ପ୍ରଗତା ଆଜ୍ଞା ଏ ବ୍ରାହ୍ମଣ ଶତ୍ରୁନାଶବମ୍ ବ୍ରାହ୍ମଣ ମାନଙ୍କର ପବିତ୍ର ଓଙ୍କାର ଧ୍ୱନିରେ ପ୍ରକମ୍ପିତ ହେଉଛି ଆପଣ ମାନଙ୍କର ପଞ୍ଚକଟକ। ଏହି ବେଳରେ ବ୍ରାହ୍ମଣ ମାନେ ଆସିଗଲେ ଆଜ୍ଞା ବ୍ରାହ୍ମଣ ମାନଙ୍କ ପାଦକୁ ଧୋଇ ଦଉଛନ୍ତି ଆଜି ଧର୍ମପ୍ରାଣ ଯୁଧିଷ୍ଠିର ଦାନ ଦଉଛନ୍ତି ଆଜ୍ଞା ଆପଣ ମାନଙ୍କର ମାନି ଦୁର୍ଯ୍ୟୋଧନ ବୋଲୋ ସାରେ ମାନି ଦୁର୍ଯ୍ୟୋଧନ ସାରେ ଆପଣ ମାନଙ୍କର ସେ ଗୁମୁଟ ଘରଟା ଏମିତି କରାଯାଇଛି ପଛପଟରୁ ଭୀମ ରହିକିରି ଆଜ୍ଞା ଆପଣଙ୍କର ମାଟି ଖଣ୍ଡକୁ ଶୁଖିଲା ମାଟିକି ଚକଟିକିରି ଫୋପାଡୁଛି ପଡୁଛି ଆଜ୍ଞା ଦୁର୍ଯ୍ୟୋଧନ ତ ପଛ ଦେଇ ବସିଛି ଦୁର୍ଯ୍ୟୋଧନ ହାତ ପକେଇ ଦେଲା କେମିତି ସେ ସୁନା ହେଇଯାଉଛି ସାରେ ଆଜି ଆପଣଙ୍କର ଦୁର୍ଯ୍ୟୋଧନ ମାଟି ଗୁଡା ସୁନା ହେଇଯାଉଛି ଆଜ୍ଞା ପ୍ରବଳ ମାତ୍ରାରେ ଆଜ୍ଞା ଦାନ ଦଉଛି ଦୁର୍ଯ୍ୟୋଧନ ଯେତିକି ସୁନା ଦଉଛି ଦାନ ଆଜ୍ଞା ବ୍ରାହ୍ମଣ ମାନେ ନେଇ ପାରୁନାହାନ୍ତି ବାଟରେ କିଛି ବି ପକେଇ ଦେଇ ଯାଉଛନ୍ତି କୁଶଳୀ ଠାକୁର କୃଷ୍ଣ ଯଦୁବଂଶର ପିଲାମାନଙ୍କୁ ଲଗେଇ ଦେଇଛନ୍ତି ଯେ ସୁନା ଯାହା ପଡୁଛି ନେଇ ଚାଲ ଆମର ଦ୍ୱାରକାରେ ଦରକାର ଅଛି ଘର ତିଆରି ସାରେ ଏଇ କ୍ରମରେ ଆପଣ ମାନଙ୍କର ଜାଗିକ କାର୍ଯ୍ୟଟା ଆଜ୍ଞା ଚାଲିଛି ପହଞ୍ଚି ଗଲେ ଆସି ଆପଣ ମାନଙ୍କର ଦୁର୍ଦାନ୍ତ କେଶରୀ ଶିଶୁପାଳ ପହଞ୍ଚି ଗଲେ ଆଜ୍ଞା ଆପଣ ମାନଙ୍କର ଶିଶୁପାଳ ଯାଇ ପହଞ୍ଚି ଯାଇ ଡାକ ପକେଇଲେ କହିଲେ କିଏ ଏ ଅର୍ବାଚୀନ କୃଷ୍ଣକୁ ଦେଲା ଯଜ୍ଞ ମଣ୍ଡପର ସମ୍ପୂର୍ଣ୍ଣ ଦାୟିତ୍ୱକୁ ଗ୍ରହଣ କରିବା ପାଇଁ କିଏକୁ ଅଧିକାର ଦେଲା ସାରେ ଆପଣ ମାନଙ୍କର କୃଷ୍ଣ ନିନ୍ଦା ଭୟଙ୍କର ଭାବରେ ଆରମ୍ଭ କରିଥିଲେ ଠାକୁର ତାକୁ ଏ ପର୍ଯ୍ୟନ୍ତ କ୍ଷମା ଦେଇଥିଲେ ଶିଶୁପାଳଙ୍କର ମା ହଉଛନ୍ତି ଦୈବକୀ ସିଏ ଜାଣନ୍ତି କୃଷ୍ଣ ମାରି ପକେଇବ ମୋ ପୁଅକୁ ଦିନେ କୃଷ୍ଣଙ୍କ ହାତ ଧରି କାନ୍ଦିଲେ ଆଜ୍ଞା ଠାକୁର କହିଲେ ମା କାହିଁ କାନ୍ଦୁଛୁ କଣ ହେଇଛି ନା 100 ଥର ଅପରାଧ କଲା ପର୍ଯ୍ୟନ୍ତ ମୋ ପୁଅକୁ କ୍ଷମା ଦବ ତାପରେ ତୁ କଣ କରିବୁ ମୁଁ ତତେ ଆଉ କହିପାରିବିନି 100 ଥର ମୋ ପୁଅକୁ କ୍ଷମା ଦବୁ ଆଜି ଆଜ୍ଞା ଆପଣ ମାନଙ୍କର ଶିଶୁପାଳ ଯେତେବେଳେ ପ୍ରଭୁଙ୍କର ଚିନ୍ମୟୀ ମୂର୍ତ୍ତିଙ୍କର ଭୟଙ୍କର ଭାବରେ ନିନ୍ଦନ ବାକ୍ୟ ପ୍ରୟୋଗ କରିଛନ୍ତି ଭଗବାନ କୃଷ୍ଣ ଡାକିଲେ କହିଲେ ଆରେ ସୁଦର୍ଶନ ରେ ସୁଦର୍ଶନ ଏ ଖଣ୍ଡ ଖଣ୍ଡ କର ଯଜ୍ଞ ମଣ୍ଡପରେ ଶିଶୁପାଳ ଆଜ୍ଞା ଆପଣ ମାନଙ୍କର ପ୍ରଭୁ ନିର୍ଦ୍ଦେଶ ଦେଇଦେଲେ ସୁଦର୍ଶନ ଆସିଲେ ଆଜ୍ଞା ଖଣ୍ଡ 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 କରି 12 ଖଣ୍ଡ କରି କାଟିକିରି ଫୋପାଡ଼ି ଦେଲେ ହାହାକାର ପଡିଗଲା ମା କାନ୍ଦି କାନ୍ଦିକା ଦୌଡ଼ି ଆସୁଛନ୍ତି ଆଜ୍ଞା ଯଜ୍ଞ ପୂର୍ଣ୍ଣାଙ୍ଗ ପ୍ରାପ୍ତି ହେଲା ଆପଣ ମାନଙ୍କର ଯଜ୍ଞରେ ପୂର୍ଣ୍ଣାହୁତି ଦିଆଗଲା ସ୍ନାନ କରି ବ୍ରାହ୍ମଣ ମାନେ ଆସିଲେ ପାଣ୍ଡବ ମାନେ ଆସିଲେ କୃଷ୍ଣ ଆସିଲେ ବସି ଆନନ୍ଦରେ ଯଜ୍ଞ ପ୍ରସାଦକୁ ପାରୁଛନ୍ତି ଏହି ଜଳରେ ଗୋଟିଏ ସୁବର୍ଣ୍ଣ ନେଉଳ ସୁନାର ନେଉଳଟିଏ ଡେଇଁ ଡେଇଁକା ଆସି ସେ ଅନ୍ନ ଥାଳିକି ଡେଇଁ ପଇଲା କୃଷ୍ଣ କହିଲେ ଧର ନେଉଳ କହୁଛି ମତେ ଧରି ପାରିବ कहले तमे किए कहले मो हूँ धर्म कृष्ण मत धरी पार मोर फाले सुना मंधाता महाराजा यज्ञ आउ फाले अच्छी ब्रह्मा मत कही युधिष्ठिर राजस्व यज्ञ सुना हम तम बापा मुक्ति हो पारे यज्ञ अपूर्णांग रहीगला यज्ञ पूर्णांग हो पारा अरे माँ मो स्नमयी झी मो बहु माँ मैंने आज्ञा एक आज जो धर्म निरंजन कहीदेले बड़ दुख लगे आज्ञा मनरे कृष्णकर एते त्याग एते कष्ट करी आज पंडु मुक्ति हो पारे देवज्योति नारद आसिक आज्ञा नारद पहुंची गले आज्ञा कहले नाई कृष्ण उद्धार हो पारे सब गुड़ाक विफल हो गला सारे आपण मानकर छिड़ा अनैची दी गोड़े बसी दी गोड़ आग को रखी आपणकर धर्म नेउल कहले कहीं मुक्ति है धर्म कही जाओ मते कहले देख तुमर जातिया नाम वृत्ति परिवेशन यज्ञ परम भक्त रामदास जमुना कूल कांदुची टिके यज्ञ दर्शन करने अहोतिक कृपा भगवान आज्ञा तुम निमंत्रण करना तेणु सी जदि आसिक यज्ञ मंडप छिड़ा कह पंडु मुक्ति हूँ
ତାହେଲେ ଯାଇ ପଣ୍ଡୁ ମୁକ୍ତି ମୁକ୍ତ ହେବେ। ହେଇଯିବେ ଆଉ। କି ଦୁଃଖ କଥା ଆଜ୍ଞା। ଦୁଃଖର କଥା। ଓ ରାଜକୀୟ ପରିବାରରେ ରାଜ ପରିବାରରେ ଯଜ୍ଞ ହଉଛି ଜଣେ ଆପଣ ମାନଙ୍କର ଏ ସାମାଜିକ ବନ୍ଧନରେ ବାସ୍, ବାସ୍। ସାରେ ମୁଚିଟିଏ ଆସିକିରି ଯଜ୍ଞ ମଣ୍ଡପରେ ଛିଡା ହବ ନହେଲେ ଏପଟରେ ଆଜ୍ଞା ବାପା ମୁକ୍ତି ହେଇପାରିବେନି କଣ କରିବେ ସାରେ ଗୋଟିଏ ପଦ ଏଇଠି ଭାଗବତରେ ଅଛି ବୋଲେ କାର୍ଯ୍ୟର ପ୍ରୟୋଜନ ପାଇଁ ଆଜ୍ଞା କନିଷ୍ଠ ପୂଜା ନିନ୍ଦା ରହି ସାରେ କାର୍ଯ୍ୟ ପୂର୍ଣ୍ଣ କରିବା ପାଇଁ ନିଜ ଲୋକର ପୂଜା କଲେ ଦୋଷ ରହେ ନା ଆପଣ ମାନେ ବିଚାର କରିବେ ପୁଣି ଆଉ ଗୋଟିଏ ପଦ ଭାଗବତରେ ଅଛି ଲକ୍ଷ୍ମୀଧର ବାବୁ କିନ୍ତୁ ଭାଗବତର ଯେ ଯୋଡ଼ିଏ ଶବ୍ଦ ଅର୍ଥ ମୁଁ ନିଶ୍ଚିତ ଭାଦ୍ରକରେ ନେବି ଆଜ୍ଞା ଗୁରୁକ୍ରମ ଶବ୍ଦର ଅର୍ଥ କଣ ନହେଲେ ଭାଗବତ ପଢା ବନ୍ଦ କରିବ ଭାଗବତ ଛୋଟିଆ କଥା ନୁହେଁ ଲକ୍ଷ୍ମୀଧର ବାବୁ ଭାଗବତ ପଢୁଛ ଭାଗବତ ବିଷୟରେ ବାର୍ମିକ ତତ୍ତ୍ୱକୁ ବୁଝିଲା ପରେ ଭାଗବତ ପଢ ଭାଗବତରେ ଅନିରା ଭାଗବତ କିଏ ଭାଗବତରେ ବାଇ ଭାଗବତ କିଏ ଭାଗବତ କୋଉଠୁ ଆରମ୍ଭ ହେଲା ପ୍ରଥମ ସ୍କନ୍ଧରୁ କେବେ ଭାଗବତ ଆରମ୍ଭ ନୁହେଁ ଭାଗବତ କୋଉଠୁ ଆରମ୍ଭ ହେଲା ଭାଗବତ କେବେ ଦ୍ୱାଦଶ ଖଣ୍ଡରେ ଶେଷ ନୁହଁ କୋଉଠି ଭାଗବତ ଶେଷ ହେଲା ତାକୁ ସବୁ ଦେଖ ହସି ହସି ଖେଳି ଖେଳିକିରି ସେଠି 5 ଦିନ ଲାଗିବା ବୋଲୋ ଆଉ ତ ମୋ ପୁଣ୍ୟାତ୍ମା ଅମର ଭାଇ ଚାଲିଗଲେ ମୋ ବଳିଆନାଥ ଚାଲିଗଲେ ପ୍ରହ୍ଲାଦ ସାହୁ ତ ଚାଲିଗଲେ ଏବେ ଆଉ ତମେ 3ଟି ମୂର୍ତ୍ତି ରହିଲ ବ୍ରହ୍ମା ବିଷ୍ଣୁ ଶିବ ରବୀନ୍ଦ୍ର ସାମନ୍ତରାୟ ରହିଲେ ମୋର ପରିଜା ଭାଇ ରହିଲେ ଆଉ ଲକ୍ଷ୍ମୀଧର ଦାସ ରହିଲେ ଏଇ 3 ମୂର୍ତ୍ତି ଆଜ୍ଞା ରହିଲେ ଆଉ ସେ ତ ଚାଲିଗଲେନି କାମ ସରିଲା ଆଉ ଲକ୍ଷ୍ମୀଧର ରାଉତଙ୍କର ମୁଁ ତ ଦେଖିନି ଶୁଣୁଛି କୁଆଡେ ଦେହାତ ସବୁ ଥରିଲାଣି ସେ ବଞ୍ଚି ରୁହନ୍ତୁ ଆଉ 10 ବର୍ଷ ମୋର ତା ପାଇଁ ଦୁଃଖ ନାହିଁ କିନ୍ତୁ ବର୍ତ୍ତମାନ 3ଟି ଗାହାଣ ତମେ ଛିଡା ହେଇଛ ଲଢିବା ଅବସ୍ଥାରେ ଆଉ ତୁମକୁ କିଛି ପ୍ରାପ୍ତି ହେଇଛି ତୁମର ଟେମ୍ପର ଅଛି ତୁମ 3 ଜଣଙ୍କର ଏଠି ଟେମ୍ପର ଅଛି 2 ଘଣ୍ଟା ଲଢିବ ତମେ ଖସିଗଲ ଆଜି ଆଜ୍ଞା ନନ୍ଦୀ ଘୋଷ ରଥରେ ବସି କଣ କହୁଛୁ ଭଦ୍ରକରେ ବୁଢା ଛାଡିବନି ଗାମୁଛା ଖୋଲି ଲଢିବ ଭଦ୍ରକରେ ବୁଢା ଛାଡିବନି ଆରେ ଶୁଣ ସେଇଠି ଦେଖିବ ବୁଢା ଆରେ 19 ବର୍ଷରୁ 72 ବର୍ଷ ହେଲା କେତେ ପାଲା ଯାଇଛି କେତେ ଦୁଃଖ କେତେ କଷ୍ଟ ଯାଇଛି ସାରେ ମୋର ଛୁଆ ବେଳ ମୁଁ ସତ କହୁଛି ମା ଦରବା ସତ କହୁଛି ଆଜ୍ଞା ବଂଶୀଧର ମହାପାତ୍ର ଆପଣଙ୍କର ବ୍ୟାଘ୍ର ଭଳି ଗୋଟେ ଗାୟକ ପୁରୀର ଲେଖକଙ୍କର ଆଜ୍ଞା ଆଜି କି 40 ବର୍ଷ ତଳେ ତାଙ୍କ ସାଙ୍ଗରେ ପାଲା ଛତିଆର ହଉଥାଏ ସେ ଆଜ୍ଞା ଯୋଉ ବହି ଆରମ୍ଭ କଲେ ଉତ୍ତର ରାମଚରିତ ମୁଁ ଗୋଟେ ଚାକୁଣ୍ଡା ଗଛକୁ କୁଣ୍ଡେଇକିରି ହାଉଳି ଖାଇ କାନ୍ଦିଲି କହିଲି ହେ ନାରାୟଣ ଆପଣ ଯଦି ଥିବେ ବର୍ଷା ହଉ କାରଣ ମୁଁ ଜାଣିଲି ଯେ ମୁଁ ସେ ଗଲେ ପେଟାକୁ ଅପମାନିତ ହେବି ଆଜି କି 40 କି ଆଜ୍ଞା 45 ବର୍ଷ ତଳର କଥା ଛୁଆ ବେଳ ଆଜ୍ଞା ସାର୍ ସତ୍ୟ କଥା ଆପଣ ମାନେ ମୋର ଗୁରୁ ଠିକ ତାଙ୍କ ପାଲା ପଢିଲାକୁ ବର୍ଷା ହେଲା କି କଷ୍ଟ କି ଦୁଃଖ ଏ ପାଲା ଜୀବନରେ ସେ ସବୁ ଚାହୁଁ ଚାହୁଁ କୁଆଡେ ପଳେଇ ଯାଇଛି ଠାକୁର ଦୟା ଆପଣ ମାନଙ୍କ ଦୟା ଆଉ ଏଣିକି ଆଜ୍ଞା ହାରିଲେ ଦୁଃଖ ନାହିଁ ଜିତିଲେ ବି ଆନନ୍ଦ ନାହିଁ ହେଇଗଲା ହେଇଯାଇଛି ବଳଭଦ୍ର ପଣ୍ଡା ଅମର ଦାସ ପ୍ରହ୍ଲାଦ ସାହୁ ସାଙ୍ଗରେ ପାଲା ସେଇ ଯିବା ପରେ ଆଉ କଣ ଅଛି ବାକି ଅଛି ଆଜ୍ଞା ଗାୟକ ସମ୍ରାଟ ଆପଣ ମାନଙ୍କର ପ୍ରହ୍ଲାଦ ସାହୁ ସାରେ ତେଲି ପରିବାରରେ କୁବେର ପରିବାରରେ ଜନ୍ମ ହେଇଥିଲେ ପୁଅଟିଏ କଣ ଜ୍ଞାନର ସାଗର ଆଜ୍ଞା ଜ୍ଞାନର ସାଗର ଆଉ ଆଜ୍ଞା ଏପଟେ ଅମରନା ବଳଭଦ୍ର ପଣ୍ଡା ଆଉ ଜଣେ ଯୋଗଜନ୍ମା ଗାୟକ ଅଛନ୍ତି ଏପର୍ଯ୍ୟନ୍ତ ଅପେକ୍ଷା କରି ପୂଜ୍ୟପାଦ ଅଭୟ ସ୍ୱାଇଁ ଅଛନ୍ତି ରେ ଅପେକ୍ଷା କରି ଅଛନ୍ତି ଗୋଟେ ଶ୍ଲୋକ ପଢିଦେଲେ ଆଜ୍ଞା 1,00,000 ଟଙ୍କା ସାରେ ଆପଣ ମାନେ ଆସନ୍ତୁ ଆଜି ଭଗବାନ କୃଷ୍ଣ ଯୁଧିଷ୍ଠିରଙ୍କୁ ରଥରେ ବସେଇ ଚାଲିଲେ ଆଜ୍ଞା ଆପଣ ମାନଙ୍କର ରାମଦାସ ନିକଟକୁ ରାମଦାସ ଯମୁନା କୂଳରେ ବସିଛି ଶାଳଗ୍ରାମକୁ ଗୋଡ ତଳେ ମାରି ବସି କଥାକୁ ପଜଉଛି ଯେତେବେଳେ ତାଙ୍କର ବାପାଙ୍କର ଶେଷ ବେଳ ହେଲା ଯାଇ କାନ୍ଦିଲେ ରାମ କହିଲେ ବାପା ଆପଣ ତ ପଳେଇ ଯିବେ ମତେ କଣ ଦେଇ ଯାଆନ୍ତୁ ଏଇ ଶାଳଗ୍ରାମ ଟିକେ ବାପା ତାଙ୍କର ଦେଲେ କହିଲେ ଧନରେ ଆକୁ କୋଉଠି ଛାଡିବୁ ନା କୋଉଠି ଛାଡିକିରି ଯିବୁ ନା ତୋ ପାଖରେ ସବୁବେଳେ ବାନ୍ଧିକିରି ରଖିବୁ ଆଉ ଆକୁ ରଖିଲେ ତୁ ଜୀବନରେ ଦୁଃଖ ପାଇବୁନି ଆରେ ବଡ ଶାଳଗ୍ରାମଟି ଗୋଡ ପକେଇ ଦେଇକିରି କଥା ପଜଉଛି ଆପଣ ମାନଙ୍କର ଆଜ୍ଞା ରାମଦାସ ଠାକୁର ଭାରି ଭଲ ପାଉଛନ୍ତି
ଭକ୍ତର ପାଦ ତଳ ତାକୁ ଭାରି ଭଲ ଲାଗେ। ଭକ୍ତର ପାଦ ତଳ ଭଳିଆ ଆଜ୍ଞା ଭଗବାନଙ୍କୁ ଆଉ କୋଉ ପୀଠ ଭଲ ଲାଗେ ନା। ଏଇଠି ସାରେ ମୁଁ ଟିକେ ଆପଣମାନଙ୍କୁ ଦି ପଦ ଖାଲି କହିବି ଭକ୍ତର ପାଦ ଧୂଳି ଭଗବାନଙ୍କୁ କେମିତି ଅମୃତ ଭଳି ଲାଗେ। ମା ରେ ଭକ୍ତ ପାଦ ଧୂଳି ପାଇ ପ୍ରଭୁ ଆଜ୍ଞା ପାଗଳ। ସାରେ ଆପଣଙ୍କର ଦିନକର ସନ୍ଧ୍ୟା ବେଳ ଅର୍ଜୁନ ବସିଛନ୍ତି ଦ୍ୱାରକା ଉପକଣ୍ଠ ସମୁଦ୍ର କୂଳରେ। ପର୍ବତ ଭଳିଆ ଗୋଟାଏ ମାଙ୍କଡ ଯାଉଛି ଆଜ୍ଞା ଶବ୍ଦ କରିକିରି ହାତରେ ଦୀପଟାଏ ଧରିଛି। ଆଜ୍ଞା ଅର୍ଜୁନ ସହିପାଇଲେନି ମାଙ୍କଡ ଛିଡା ହ। ଆଜ୍ଞା ହନୁମାନ ଛିଡା ହେଇଗଲେ। କିଏ ଗୋଟେ କହୁଥବ କୁହନ୍ତୁ କେତେ କହିଲେଣି ମତେ ଆଉ। କହିଲେ ଆଜ୍ଞା କଣ କହୁଛନ୍ତି? ଅର୍ଜୁନ କହିଲେ ତମେ କିଏ? ଏତେ ବଡ ମାଙ୍କଡ ତମେ କିଏ? କହିଲେ ମୁଁ ହଉଛି ରାମଦାସ। କହିଲେ ଓ ତ୍ରେତା ଯୁଗରେ ତମେ ବଡ ବୀର ଥଲ, ତମେ ଗୋଟେ ବନ୍ଧ ତିଆରି କରିଥିଲ ସମୁଦ୍ର ଗର୍ଭରେ ନା? ଏ ହନୁମାନ ମୋ ନାଁ ହଉଛି ଅର୍ଜୁନ। ମୋର ପରାକ୍ରମ ଦେଖ। ତମେ ଲକ୍ଷ ଲକ୍ଷ ମିଶିକିରି ଆଜ୍ଞା ମାଙ୍କଡ ଭାଲୁ ମିଶିକିରି ମଣିଷ ମିଶିକିରି କରିଥିଲ। ମୁଁ ଗୋଟାଏ ମିନିଟ ଭିତରେ ସମୁଦ୍ର ବନ୍ଧେଇ ଦଉଛି। ସାର୍ ମାରିଲେ ପର୍ବତ ଅସ୍ତ୍ର ଆଜ୍ଞା ଅର୍ଜୁନ ବିରାଟ ପର୍ବତ ବନ୍ଧ ହେଇଗଲା। ହନୁମାନ ଅନେଇଲେ କହିଲେ ଆରେ ବା 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 ତମେ ବହୁତ ବଡ ବୀର। କିନ୍ତୁ ଅର୍ଜୁନ ଗୋଟିଏ କଥା ମୋର ରଖିବ। କହିଲେ କଣ? କହିଲେ ଟିକେ ସେ ଯୋଉ ବନ୍ଧ ମୁଁ ତିଆରି କରିଥିଲି ଲକ୍ଷ ଲକ୍ଷ ଲୋକ ଯାଉଥିଲେ, ଆପଣଙ୍କ ବନ୍ଧ ଉପରେ ମୁଁ ଟିକେ ଯିବି ମତେ ଆଜ୍ଞା ହଉ। ହେଲେ ଯାଉ ନା ମାଙ୍କୁରୁଟା କେତେ 10 କୁଇଣ୍ଟାଲ ହବ କି 20 କୁଇଣ୍ଟାଲ ହବ ଆଜ୍ଞା। ହନୁମାନ ଯେତେବେଳେ ଆଜ୍ଞା ପାଇଲେ ସାର୍ ଆପଣଙ୍କର ଟିକେ ରୂପ ବଢେଇ ଦେଲେ, ଗୋଡଟା ପକେଇ ଦେଲେ। ଗୋଡଟା ଯେମିତି ପକେଇ ଦେଲେ ବନ୍ଧ ରଡ 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 ହେଇକିରି ବନ୍ଧଟା ଗଳି ପଡୁଛି। ଏଇ ଜଡରେ ଡାକ ପକେଇଲେ ଆଜ୍ଞା ଆପଣ ମାନଙ୍କର ତୃତୀୟ ପାଣ୍ଡବ ଅର୍ଜୁନ କହିଲେ ହେ କୃଷ୍ଣ ଗୋଟାଏ ମାଙ୍କଡ ପାଖରେ ଆଜି ମୁଁ ଦୈନ ହେଇଗଲି, ଗୋଟାଏ ମାଙ୍କଡ ପାଖରେ ଆଜି ମୁଁ ତୁଚ୍ଛ ହେଇଗଲି। ତୁ ମୋର ସଖା, ତୁ ମୋର ବନ୍ଧୁ, ତୁ ମୋର ସର୍ବସ୍ୱ, ମତେ ରକ୍ଷା କର। ଭଗବାନ ଯେତେବେଳେ ଆଜ୍ଞା ଏ ଡାକ ଶୁଣିଲେ ସେ ବନ୍ଧ ତଳେ ପଶିକିରି ଭଗବାନ ଲଗେଇ ଟେକିଦେଲେ। ତାର ପୁଣି ବନ୍ଧଟା ଉପରକୁ ଉଠିଗଲା। ହନୁମାନ କହିଲେ ଆରେ ବା ଅର୍ଜୁନ ତୋ ବନ୍ଧୁକୁ ଧନ୍ୟବାଦ। ମୁଁ ଆଉ ଗୋଟେ ଗୋଡ ପକଉଛି। ଦି ଗୋଡ ଯେତେବେଳେ ପକେଇଦେଲେ ହନୁମାନ ଦି ଗୋଡ ପକେଇଦେଲେ କୃଷ୍ଣ ଡାକୁଛନ୍ତି ବନ୍ଧ ତଳୁ ହନୁମାନ ମୁଁ ମରିଗଲି ରେ। ଆରେ ମୁଁ ସମ୍ଭାଳି ପାରୁନି ରେ ହନୁମାନ। ଆରେ ହନୁମାନ ମତେ ରକ୍ଷା କର ରେ। ଆରେ ହନୁମାନ ମତେ ରକ୍ଷା କର। ସାରେ ହନୁମାନ ଦେଇ କହିଲେ କୃଷ୍ଣଙ୍କୁ ବନ୍ଧ ତଳୁ ଘିନି ଆଇଲି। କହିଲେ ପ୍ରଭୁ ମତେ କହିଦେଇଥିଲେ କଣ ମୁଁ ତୋ କଥା ମାନି ନେଇ ନଥାନ୍ତି। ତୁ ବନ୍ଧ ତଳେ ମୋ ପାଦ ତଳେ ରହିଲୁ, ଏଇଆ କଣ ହେଲା ମୋ ପାଇଁ କଲ୍ୟାଣ? କୃଷ୍ଣ କହିଲେ ନାଇଁ ରେ ହନୁମାନ, ହନୁମାନ ରେ ତ୍ରେତା ଯୁଗରେ ମୁଁ ଅନେକ ଥର ଚାହିଁଛି ତୋ ପାଦ ଧୂଳି ପାଇବା ପାଇଁ ପାଇପାରିଲି। ଆଜି ମୋର ତପସ୍ୟା ପୂର୍ଣ୍ଣ ହେଲା, ତୋ ପାଦ ତକ ଟିକେ ମୁଁ ପାଇଲି। ସାରେ ଆପଣଙ୍କର ଭକ୍ତର ଗୋଡ ଧୁଆ ଜଳ ଭଗବାନ ଅମୃତ ଭଳି ଲାଗେ ନାଇଁ? ଆଜି ଆଜ୍ଞା ଆପଣ ମାନଙ୍କର ରାମଦାସ ମା ଶାଳ ଗ୍ରାମକୁ ଆଜ୍ଞା ଗୋଡ ତଳେ ମାଡି ବସି ଗାଉଛି, ଆନନ୍ଦରେ ଗାଉଛି ବୋଲୋ। ସେ ଯେ ଧୀର ସମୀରେ ଯମୁନାତେ বসতে বলে বনমালী ধীরা যমুনা তীরে বসতে বনে বনমালী ଆଜ୍ଞା ଆଜି ଆପଣଙ୍କର ପ୍ରଭୁ ଯାଇ ପହଞ୍ଚି ଗଲେ। ରଥର ଶବ୍ଦ ପାଇ ଅନେଇ ଦେଲା ରାମଦାସ ମାରେ। ଜାତିରେ ବଚି ରାମଦାସ ଅନେଇ ଦେଲା। ଏ ପ୍ରଭୁ ରଥରୁ ଓହ୍ଲଉଛନ୍ତି। ଏ ରାମଦାସ ଲମ୍ବ ହେଇକିରି ଶୋଇଗଲା ପାଦ ତଳେ। ଠାକୁର ଖବର ଦେଇଥିଲେ ଅକିଚନ ଯାଇ ନଥାନ୍ତା,
आपण को गोटे मोचीटा मो द्वार को आपण आसिले प्रभु ये सुंदर है आज ठाकुर कहले कहले राम रे मोर भाग्य आज तो घर दर्शन कली कुआडे आसिले प्रभु चर्म पादुका दरकार जोता दरकार कहले ना कहले आउ कुआडे आसिले सारे मोचीर छाई पइले ए लोक माने अपवित्र हो जाती मुझे हीन कर्मा मुझे ते भल पाइले मु जाति रे होचे मोची मत स्पर्श कले लोक गंगा जल गाधाती कृष्ण ठाकुर कहले किसी खाइबा दबुनी बोले प्रभु मोची घरे आप खाइबे आज आज्ञा ठाकुर हाथ पाखे छिड़ा मोचीरा पाद तले पड़े प्रभु प्रभु ए दया से कथा छाड़ कुआडे आपण आसिले कौन सेवा करी कहले ए राम आज एते बड़ यज्ञ करागला कोटी कोटी टंका खर्च करागला मुक्ति हेलेनी राजा पंडु किंतु नारद कहले आपण जदि जाई यज्ञ मंडप पाखरे कहले जे पंडु मुक्ति हो जाओ युधिष्ठिर को बापा मुक्ति हो जिवे एते काम करो करो कर मु अस्पर्श जाति रे ब्राह्मण माने यज्ञ मंडप को बोध छाड़ी देबे नी ठाकुर ना 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 मु अब जुडे अस्पर्श ते कहले ठाकुर कहले कहले आसो आसो रे मोर रथ को आसो मोर रथ रे जीवो कहले नाही प्रभु कहले ए राम कहले आज्ञा कहले से कौन गामछा रे बांधिलो टिए देखैलो कहले मो बापा दे जाइथले मो आगु गोटले सब रखुची के काले नै जीवो ठाकुर कहले मते तू गोटले रखिजु अरे मंदिर भी मत ये भल लगे ना जो गोड़ तले मोर जो शांति मत मंदिर भी ये भल लगे ना आज्ञा गले महाप्रभु आज्ञा पांडव पंडित माने हारी गले ब्राह्मण माने हारी गले सारे सी हूँ केवल ममतार स्नेहर गोटे पद आज्ञा गाँची ये ताकू किए पारिब धरी दृष्टि अग्रे खेले जाजुल्य गति रे दृष्टि अग्रे खेले जाजुल्य गति रे सर्वदने ततरहिति पुरी ताकू किए पहुंची गले जाई आज्ञा हस्तिधारी आपणकर कृष्णकर निर्देश यज्ञ मंडप छिड़ा डाकिले आपण मानकर रामदास हे धर्म हे निरंजन मोर जदि किसी पुण्य थाए मोर सर्वस्व पुण्य मु पंडु को दे दउची आपण दया करी पंडु को उद्धार करि दियो पंडु को उद्धार करि दियो शंख बाजी उठिला पुष्प वर्षण हे गला आज्ञा
आपण मानकर महाराज पंडु उधार शरण रक्षण महाबाबू कर ताली उछुड़ी पड़ुए ग्राम सुख दूर हे